ସ୍ୱାଗତ କରିବା। ପ୍ରେଜ୍ ଦ ଲର୍ଡ। ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନାମରେ ନମସ୍କାର। ଆଉ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ, ସୁପ୍ରଭାତ। ସଦାପ୍ରଭୁ ପରମେଶ୍ୱରଙ୍କର ଗୌରବ ହେଉ। ଆଉ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଏକ ନୂତନ ପ୍ରଭାତ ଦେଇଅଛନ୍ତି। ତାଙ୍କର ଉପସ୍ଥିତିରେ ବସି ତାଙ୍କର ଗୌରବ ପ୍ରଶଂସା କରିବା ନିମନ୍ତେ ପରମେଶ୍ୱର ଏହି ପ୍ରକାର ଲୋକମାନଙ୍କୁ ଚାହାନ୍ତି, ଯେଉଁମାନେ କି ସତ୍ୟରେ ଏବଂ ଆତ୍ମାରେ ଉପାସନା କରନ୍ତି। ଆମମାନେ ଯଦି ଶଯ୍ୟାକୁ ପରିତ୍ୟାଗ କରି ବସିଅଛୁ, ପ୍ରଭୁ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟ ରଖିଅଛନ୍ତି, ତେବେ ଆମମାନେ ପରମେଶ୍ୱରଙ୍କର ଗୌରବ କରିବା, ପରମେଶ୍ୱରଙ୍କର ପ୍ରଶଂସା କରିବା। ହାଲେଲୁୟା। आहे आस, आहे आस, ईश्वरଙ୍କ स्तुति करिबा। आहे आस, आहे आस, ईश्वरଙ୍କ स्तुति करिबा। से जे आम परित्राण शैल स्वरूप, से जे आम परित्राण शैल स्वरूप, ताहांक उद्देश्ୟରେ जय ध्वनि करिबा, जय ध्वनि करिबा। आस, आहे आस, ईश्वरଙ୍କ स्तुति करिबा। आहे आस, आहे आस, सदा प्रभु परमेश्वर अटन्ति महान, अटन्ति महान, सर्वदेवतांक ऊर्ध्वरे। महान राजन, महान राजन, उच्च पर्वत किबा सुगभीर स्थान, सबु तटन्ति तांक हस्ताधीन, तांक हस्ताधीन। आस, आहे आस, ईश्वरଙ୍କ स्तुति करिबा। आहे आस, आहे आस, ईश्वरଙ୍କ स्तुति करिबा। से जे आम परित्राण शैल स्वरूप, से जे आम परित्राण शैल स्वरूप, ताहांक उद्देश्ୟରେ जय ध्वनि करिबा, जय ध्वनि करिबा। आस, आहे आस। प्रकृतरे मोर प्रिय प्रभुंकर लोक माने आह्वान प्राप्त बछा जाइथिबा बहुमूल्य रक्तरे कृतल प्रभुंकर दास दासी माने से जे आमानकर परित्राण शैल, से दृढ़ दुर्ग, से आमानकर रक्षक, से आमानकर प्रतिपालक, से करुणामय। तांकर करुणा केबे शेष हुए नाही। मोर प्रिय माने से परमेश्वरଙ୍କ उपस्थित रे बसी तांकर गौरव प्रशंसा करिया पाए प्रभु आमानकु अंधकार आलोक मध्य को आह्वान करियछंती। से परमेश्वरଙ୍କର गौरव करे हम समस्त जानिथिबा गीत गाई प्रभुଙ୍କର गौरव करिबा। करुणामय आहे, करुणामय। ये गीत गाय माने प्रभुଙ୍କୁ धन्यवाद देबा। हालेलुया, थैंक यू जीसस। करुणामय आहे, करुणामय, करिछि तुमकु मु आस्वादन, करिछि तुमकु मु आस्वादन। जे आस्वादन करिछि से जानिछि, जे चाखिछि से जानिछि। करुणामय आहे, करुणामय, करिछि तुमकु मु आस्वादन,
କରିଛି ତୁମକୁ ମୁଁ ଆସ୍ୱାଦନ। କରୁଣାମୟ ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ, ମୁଁ ଚାଖି ଜାଣିଛି ତୁମେ ଦୟାମୟ। କରୁଣାମୟ ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। ହଜାର ହଜାର ସୁନା ରୂପା ଠାରୁ ତୁମ ମଧୁର ବାକ୍ୟ ମୋ ପ୍ରତି ଉତ୍ତମ। ହଜାର ହଜାର ସୁନା ରୂପା ଠାରୁ ତୁମ ମଧୁର ବାକ୍ୟ ମୋ ପ୍ରତି ଉତ୍ତମ। ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ, ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ। କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। କରୁଣାମୟ ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। ହଜାର ହଜାର ମଣି ମୁକ୍ତା ଠାରୁ ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ। ହଜାର ହଜାର ମଣି ମୁକ୍ତା ଠାରୁ ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ। ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ, ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ। କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। କରୁଣାମୟ ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। ମୋହର ପ୍ରିୟତମ ଶ୍ଵେତ ରକ୍ତ ବର୍ଣ୍ଣ, 10,000 ମଧ୍ୟରେ ପ୍ରଭୁ ପ୍ରଦାନ। ମୋହର ପ୍ରିୟତମ ଶ୍ଵେତ ରକ୍ତ ବର୍ଣ୍ଣ, 10,000 ମଧ୍ୟରେ ପ୍ରଭୁ ପ୍ରଦାନ। ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ, ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ। କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। କରୁଣାମୟ ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। କରୁଣାମୟ ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ। କରିଛି ତୁମକୁ ମୁଁ ଆସ୍ୱାଦନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯେ ଆସ୍ୱାଦନ କରିଛି, ଯେ ଚାଖିଛି, ସେ ଜାଣିଛି ଯେ ଆମମାନଙ୍କର ପରମେଶ୍ୱର ସେ କରୁଣାମୟ ଅଟନ୍ତି, ସେ ପ୍ରେମମୟ ଅଟନ୍ତି, ସେ ଦୟାମୟ ଅଟନ୍ତି, ସେ ସ୍ନେହଶୀଳ, କୃପାମୟ, କ୍ରୋଧରେ ଧୀର, ଅତ୍ୟନ୍ତ ଦୟାଳୁ। ହାଲେଲୁୟା, ସେ ପରମେଶ୍ୱର, ଆମମାନଙ୍କର ପରମେଶ୍ୱର, ଜୀବିତ ପରମେଶ୍ୱର। ପ୍ରଭୁଙ୍କର ଗୌରବ ହଉ। ମୋର ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ କେତେ ପ୍ରେମ କରିଛନ୍ତି, କେତେ ଦୟା କରିଛନ୍ତି, କେତେ ଅନୁଗ୍ରହ କରିଛନ୍ତି, ଯେ ତାଙ୍କର ଉପସ୍ଥିତିରେ ବସି ତାଙ୍କର ଗୌରବ ପ୍ରଶଂସା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଇଛନ୍ତି। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ଧନ୍ୟବାଦ ପ୍ରଭୁ, ତୁମର ଚରଣ ତଳେ ଆମେ ନିଜ ନିଜକୁ ସମର୍ପଣ କରୁଛୁ। ତୁମେ ଆମମାନଙ୍କୁ କେତେ ଦୟା କରିଛ, ତୁମର ଦୟା ଅନନ୍ତ କାଳ ସ୍ଥାୟୀ। ତୁମେ ଆମମାନଙ୍କୁ ଦୋହଲା କାଦୁଅ ମଧ୍ୟରେ ଦେଖିଲ ଏବଂ ଦୟାରେ ବିଗଳିତ ହେଲ। ଆମମାନଙ୍କୁ ତୁମେ କେତେ ପ୍ରେମ କଲ। ଆମେ ପଛୁଆ ଥିଲୁ, ଆମମାନଙ୍କୁ କେହି ପଚାରୁ ନଥିଲେ ପ୍ରଭୁ, ସେଇ ସମୟରେ ତୁମେ ଆମମାନଙ୍କୁ ପ୍ରେମ କଲ। ଆମେ ନା ଲାୟକ ଥିଲୁ, ସେ ସମୟରେ ତୁମେ ଆମମାନଙ୍କୁ ଲାୟକ କଲ। ଧନ୍ୟବାଦ
দয়া পরে দয়া করিছ মতে প্রভু, দয়ারে মু পাইছি সবু। দয়া পরে দয়া করিছ মতে প্রভু, দয়ারে মু পাইছি সবু। ক্ষমা পরে ক্ষমা করিছ মতে যিশু, ক্ষমারে মু লভিছি সবু। হে যিশু তুম দয়া মো প্রতি বড় প্রভু। হে যিশু তুম দয়া মো প্রতি বড় প্রভু, মো প্রতি বড় প্রভু, মো প্রতি সদা থাও। দয়া পরে দয়া করিছ মতে প্রভু, দয়ারে মু পাইছি সবু। ক্ষমা পরে ক্ষমা করিছ মতে যিশু, ক্ষমারে মু লভিছি সবু। দয়ারে মু পাইছি সবু। তুমরি মঙ্গল ও দয়া মো সঙ্গে নীতি রহু, তুমরি অমৃত আশিষ মো প্রতি সদা থাও। তুমরি মঙ্গল ও দয়া মো সঙ্গে নীতি রহু, তুমরি অমৃত আশিষ মো সঙ্গে সদা থাও। সর্বদা মুষ্ট তুমরি স্তুতি করু, সর্বদা মুষ্ট তুমরি স্তুতি করু, তুমরি স্তুতি করু, তুমরি স্তুতি করু। দয়া পরে দয়া করিছ মতে প্রভু, দয়ারে মু পাইছি সবু। ক্ষমা পরে ক্ষমা করিছ মতে যিশু, ক্ষমারে মু লভিছি সবু। হালেলুয়া। ধন্যবাদ প্রভু, তোমারি দয়া তোমারি ক্ষমা পাए তোমারি গৌরব করছু, তোমার প্রশংসা করছু প্রভু। আমি দোহলা কাদরে পড়িଥିଲୁ, তুমি আমানଙ୍କୁ উঠেইল, ক্ষমা কল। ଆଉ ତୁମେ ସେଇ କ୍ରୁଶ ଉପରେ ଥାଇ ମଧ୍ୟ ତୁମେ କହିଲ, ପିତା ଏମାନେ କ'ଣ କରନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। ପ୍ରଭୁ ଆଜି ମଧ୍ୟ ତୁମେ ସେ କ୍ଷମାମୟ ପରମେଶ୍ୱର, ଆମମାନଙ୍କୁ ତୁମେ କ୍ଷମା ଦେଇ ଆମମାନଙ୍କୁ ତୁମେ କଢ଼େଇ ନେଉଛ। ଧନ୍ୟବାଦ। ହାଲେଲୁୟା। ସମସ୍ତ ପ୍ରକାର ଆପଦ ବିପଦ ରୋଗ ସଂକଟରୁ ତୁମେ ଆମମାନଙ୍କୁ ଉଦ୍ଧାର କରିଛ। ଧନ୍ୟବାଦ ଦେଉଛୁ। हर मुसीबत में सबको संभाला, हर मुसीबत में मुझको संभाला, हर मुसीबत में आपको संभाला। रखवाला यीशु है, रखवाला, रखवाला यीशु है, रखवाला। हर मुसीबत में, हर मुसीबत में सबको संभाला। रखवाला यीशु है, रखवाला, रखवाला यीशु है, रखवाला। हर मुसीबत में वो काम आया मुझे, हर मुसीबत में वो काम आया मुझे। मरते मरते मसीहा ने बचाया मुझे, मरते मरते मसीहा ने बचाया मुझे, मरते मरते मसीहा ने बचाया मुझे। रखवाला यीशु है, रखवाला, रखवाला यीशु है, रखवाला, रखवाला यीशु है, रखवाला, रखवाला रखवाला रखवाला
रखवाला रखवाला रखवाला रखवाला यीशु है रखवाला रखवाला यीशु है रखवाला रखवाला यीशु है रखवाला। प्रभु तुम्हें आमनकर रक्षक, तुम्हें आमनकर दक्षिण पार्श्वर छाया, दिवस रे सूर्य किबा राति रे चंद्र तुमको आघात करिवो नाही। धन्यवाद तुम्हें आमनकर रक्षक प्रभु, तुम्हें आमनको दया पर दया करियछ, क्षमा पर क्षमा करी आमनको तुम्हें कढेई नउछ। ए मंद जगत, पापपूर्ण जगत, असार असार सकल ही असार, ए जगत मध्य तुम्हें आमनको रखियछ प्रभु, आ तुम्हें आमनको कढेई नउछ। धन्यवाद धन्यवाद दउछु। हालेलुया, तुमरी गौरव करछु, तुम ठार में निज निजको समर्पण करछु प्रभु। प्रभु आज मध्य जदि आमनक मध्य रे कोनोसी कोनोसी छोट छोट रु छोट तुमरी अप्रीतिकर विषय, पापर विषय, मंदर विषय जदि लुचिक रही, यीशुको नाम रे आमे तुम निकट निज निजको समर्पण करछु। तुम आमनको सूची कर, पवित्र कर, तुम आमनको पवित्र कर प्रभु। हालेलुया, थैंक यू जीसस। निज निजको तुम हस्तर समर्पण करछु। मोर प्रिय प्रभुंकर लोक माने प्रभु आमनको दिन पर दिन, मास पर मास, वर्ष पर वर्ष कढ़े आणुछंती, सुजोग देउछंती। निज निजको प्रभुंको हस्तर समर्पण करो। हालेलुया, थैंक यू जीसस, थैंक यू जीसस। धन्यवाद 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 करछु। तुमर चहतल निज निजको समर्पण करछु प्रभु। तुम्हें आमनको संपूर्ण अधिकार कर, तुम्हारी गौरव निमंते आमनको व्यवहार कर। निज निजको प्रभुंको हस्तर समर्पण करिवा मोर प्रिय माने। जदि थाए किछि तुम प्रीति, काढ़ी नियो यीशु मोर, तुम रक्ते आजी धोई मते प्रभु, तुम्हें पवित्र कर। जदि थाए किछि तुम प्रीति, काढ़ी नियो यीशु मोर, तुम रक्ते आजी धोई मते प्रभु, तुम्हें पवित्र कर। पवित्र कर एथर जीवन दाता यीशु, আজি অন্তর खोली दिए। आस আজি मोर ए हृदय अंतर खोली दिए। जीवन दाता यीशु। प्रभु आमे निज निज अंतर को खोलुअछु, निज निज हृदय को उन्मुक्त करुअछु, निज निज हृदय को भांगुअछु प्रभु। कारण भग्न अंतकरण तुमर ग्राह्य बलि अटे प्रभु। निज निज को समर्पण करछु, निज को नत करछु, नम्र करछु तुमर चरण तले। आमान को तुम्हें संपूर्ण अधिकार कर, आमान को तुम्हें क्षमा कर, तुम्हारी बहुमूल्य रक्त रे धोई आमान को सूची पवित्र कर। कारण तुम्हें पवित्र अट, तुम्हारी पवित्र वाक्य शुणिबा पाए आमान को तुम्हें पवित्र कर। तुम्हारी पवित्र उपस्थित रे बसी समय बितेवा पाए, गमनागमन करिया पाए आमान को तुम्हें पवित्र कर। आज रियल मिनिस्ट्री मॉर्निंग डिवोशन रे जते जणा माने जोग दैछो, प्रत्येकन को तुम हस्त रे समर्पण करछो। प्रत्येकन जीवन द्वारा तुम्हें महिमा पाओ, तुम्हें गौरव पाओ। प्रत्येकन हृदय रे प्रभु तुम्हें वास कर। धन्यवाद धन्यवाद। सकल आदर महिमा गौरव पूजा प्रशंसा केवल तुम्हें पाओ। तुम्हारी उपस्थिति दल धन्यवाद। यीशु नाम रे उत्सर्ग कलु पिता, आमेन आमेन। प्रेज द लॉर्ड। बहुत बहुत धन्यवाद। थैंक यू। प्रेज द लॉर्ड आज्ञा। धन्यवाद आज्ञा। सुंदर आराधना जितने गीत गाइले अर्थपूर्ण गीत द्वारा प्रभु उपस्थित आम प्रत्येक को आनी प्रभु आपन को आहरी आहरी प्रभुंकर कार्य व्यवहार करंतु। व्यवहार
କରୁଛନ୍ତି ମଧ୍ୟ ଆହୁରି ଆହୁରି ବ୍ୟବହାର କରି ପ୍ରଭୁଙ୍କ ନିମନ୍ତେ ଏହି ପ୍ରକାରେ ସଦା ସର୍ବଦା ପ୍ରଭୁଙ୍କ ସାନ୍ନିଧ୍ୟ ରଖନ୍ତୁ। ପୁରା ପରିବାରକୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ। ସେବା କ୍ଷେତ୍ରକୁ ମଧ୍ୟ ଆସନ୍ତୁ। ପ୍ରିୟ ଆଜ୍ଞାଙ୍କ ନିମନ୍ତେ ଆମମାନେ ଆଉଥରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଞ୍ଚ କରତାଳି ଦେଇ ପ୍ରଭୁଙ୍କର ମହିମା କରିବା ସତ୍ୟ ସତ୍ୟ ଆଜ୍ଞାଙ୍କୁ ଧନ୍ୟବାଦ ଦେବା। ପ୍ରେଜ୍ ଦି ଲର୍ଡ ଆଜ୍ଞା। ଆସନ୍ତୁ ଏହି ସମୟରେ ଆମମାନେ ସୁନ୍ଦର ଆରାଧନା କରି ଆମମାନେ ପ୍ରତ୍ୟେକ ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ଆମମାନେ ଅଛୁ। ତେଣୁକରି ଆସନ୍ତୁ ଆମର ସମୟ ଏବେ ବିଜ୍ଞାପନ ଶୁଣିବା ପାଇଁ ଯିବା ଆମମାନଙ୍କ ଗହଣରେ। ଆମମାନଙ୍କର ପ୍ରିୟ ଆଜ୍ଞା ଅଛନ୍ତି, ରୋବର୍ଟ ଜାକୁବ ଆଜ୍ଞା ଅଛନ୍ତି। ଆମମାନଙ୍କୁ ବିଜ୍ଞାପନରେ କଢେଇ ନେବେ। ପ୍ରେଜ୍ ଦି ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଅତି ସୁନ୍ଦର ଆରାଧନା ପ୍ରଭୁ ଗୌରବାନ୍ୱିତ ହେଇଛନ୍ତି। ପ୍ରଭୁଙ୍କର ନାମ ଧନ୍ୟ ହେଉ। ଆଉ ଶେଷ ଗୀତଟି ଯୋଉ ଗୀତ ଗାଇଲେ ସେ ଗୀତଟି ଆଉ ଟିକେ ଗାଇବାକୁ ଆଉ ଟିକେ ଶୁଣିବାକୁ ଇଚ୍ଛା ଥିଲା, କିନ୍ତୁ ଗୋଟିଏ ପଦରେ ଶେଷ କରିଦେଲେ। ମୋର ଫେଭରାଇଟ ଗୀତ, ମୁଁ ଅତି ସୁନ୍ଦର ଗାଉଥିଲି, କିନ୍ତୁ ଆମେ ଯଦି ରାଜେଶ ଆଜ୍ଞାଙ୍କୁ ଲାଇଭ ଏଇଠି ଉଟିରେ ପ୍ରୋଗ୍ରାମ ସମୟରେ ଯଦି ଆମେ ଶୁଣିଥାନ୍ତୁ ଆହୁରି କେତେ ଆମମାନଙ୍କୁ ଆନନ୍ଦ ଲାଗିଥାନ୍ତା। ସେଇଟା ରାଜେଶ ଆଜ୍ଞାଙ୍କ ପାଇଁ ମଧ୍ୟ ସୌଭାଗ୍ୟ ହେଇଥାନ୍ତା ଯେ ସେ ମଧ୍ୟ ଉଟିରେ ଗାଇବା ପାଇଁ ପ୍ରଭୁ ତାଙ୍କୁ ସୁଯୋଗ ଦେଇଥିଲେ। ଆଉ ଆମ ପାଇଁ ମଧ୍ୟ ସୌଭାଗ୍ୟ ହେଇଥାନ୍ତା ଯେ ରାଜେଶ ଆଜ୍ଞାଙ୍କ ଠାରୁ ଲାଇଭ ଆମେ ଉଟିରେ ମଧ୍ୟ ଶୁଣିବାର ସୌଭାଗ୍ୟ ପାଇଥିଲୁ। କିନ୍ତୁ ସେ ଯାହା ହଉ ପ୍ରଭୁଙ୍କର ଯୋଜନା। ଅନୁରୋଧ କରୁ ବିଶେଷ କରି ଆପଣ ମାନେ ପ୍ରାର୍ଥନା ରଖିଛନ୍ତି, ପ୍ରାର୍ଥନା କରୁଛନ୍ତି, ପ୍ରାର୍ଥନା କରନ୍ତୁ ମଧ୍ୟ। ଆଉ ବର୍ତ୍ତମାନ ସୁଦ୍ଧା ପ୍ରାୟ ସମସ୍ତ ଆରେଞ୍ଜମେଣ୍ଟ ପ୍ରାୟ ସରି ଆସିଲାଣି। ଗତକାଲି ଆମେ ଦିନ ସାରା ବୁଲି ସମସ୍ତ ଆରେଞ୍ଜମେଣ୍ଟ ପାଇଁ ବ୍ୟସ୍ତ ଥିଲୁ, ସ୍ୱାମୀ ସ୍ତ୍ରୀ ଉଭୟ, ଆମଙ୍କର ଦୁଇଟି ବିଶ୍ୱାସୀ ସହିତ। ତେବେ ଆମଙ୍କର ଗେଟ୍ ଟୁଗେଦର 8 ତାରିଖରେ ହେବ। ଆପଣ ମାନେ ଜାଣନ୍ତି ବର୍ତ୍ତମାନ ସୁଦ୍ଧା ଯଦି ଆପଣ ମାନେ ଯାତ୍ରାକୁ ହିସାବ କରିବେ 12 ଦିନ ରହିଲା। ଆଉ 12 ଦିନ ମୁଁ ଭାବୁଛି ଆପଣ ମାନଙ୍କର ପ୍ରସ୍ତୁତ ଆରମ୍ଭ ହେଇଯାଇଥିବ। ପ୍ୟାକିଂ କରିବାକୁ ପଡିବ ଉଟି ଯାତ୍ରା ନିମନ୍ତେ। ଟିକଟ ଫିକଟ ସବୁ ଚେକ୍ କରି ନିଅନ୍ତୁ। ଆଉ ବହୁତ ସୁନ୍ଦର ଆରେଞ୍ଜମେଣ୍ଟ ମଧ୍ୟ ହବ। ପ୍ରଭୁ ଗୌରବ ପାଆନ୍ତୁ। ପ୍ରାର୍ଥନା ରଖନ୍ତୁ। 8 ତାରିଖ ଦିନ ପ୍ରୋଗ୍ରାମ ରହିବ। ବିଶେଷ କରି ଗୋଟିଏ ଦୁଇଟି ବିଷୟ ମୁଁ ଆପଣ ମାନଙ୍କୁ ଜଣେଇଦେବି। କୋଇମ୍ବାଟୁର ଆପଣ ମାନେ ପହଞ୍ଚିଲା ପରେ କୋଇମ୍ବାଟୁର ରେଲୱେ ଷ୍ଟେସନ ରୁ ଆପଣ ମାନଙ୍କୁ ସିଧା ପ୍ରୋଗ୍ରାମ ସ୍ଥଳକୁ ନେବା ପାଇଁ ଗତକାଲି ମୁଁ ଗଭର୍ଣ୍ଣମେଣ୍ଟ ବସ୍ ପୁରା ବୁକିଂ କରି ସାରିଛି। ଆଉ ବିଏମ ବସ୍ ଡିପୋର ମ୍ୟାନେଜର ସହିତ ପାଖାପାଖି ଘଣ୍ଟାଟେ ବସି ଲିଷ୍ଟ କରୁଥିଲୁ, କାରଣ ଅନେକ ଗୁଡା ରୁଲ୍ସ ଅଛି। ଆଉ ଯେତେବେଳେ ଉଟି ଆସିବାକୁ ଗଲା ବେଳକୁ 4ଟି ଗେଟ୍ ଅଛି। ସେ 4ଟି ଗେଟ୍ ରୁ ଆମେ ଯୋଉ ଗେଟ୍ରେ ଏଣ୍ଟ୍ରି କରିବା ସେ ଗେଟ୍ ପାଇଁ ଆମକୁ ବିଭିନ୍ନ ରୁଲ ଦେଖିବାକୁ ପଡିବ। ବେଳେ ବେଳେ ଆଧାର କାର୍ଡ ଦେଖିବାକୁ ପଡିବ। କେତୋଟି ରୁଲ ଗୁଡାକ ଅଛି ସେ ସବୁ ଆମେ ଡିସ୍କସନ କରୁଥିଲୁ। ଅତି ସୁନ୍ଦର ପ୍ରୋଗ୍ରାମ ହବ। 7 ତାରିଖ ଦିନ ଆମେ ସେଇଠି ଆଟେଣ୍ଡ କରିବା। ଆମ ହାଲେଲୁୟା ମଣ୍ଡଳୀ ତରଫରୁ ଆସିଥିବା ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ମାନଙ୍କ ନିମନ୍ତେ ଆଉ ସେମାନଙ୍କୁ ଖାଦ୍ୟ ପରିବେଷଣ କରାଯିବ। ପୁଣି 8 ତାରିଖ ଦିନ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥନା ରହିବ। ଏକ ସୁନ୍ଦର ଆରାଧନା ହବ ବୋଲି ମୁଁ ଆଶା କରୁଛି। ସୁନ୍ଦର ପ୍ରାର୍ଥନା ହବ ବୋଲି ମୁଁ ଆଶା କରୁଛି। କାରଣ ଉଟି ପୁରୀ ଏକ ଦର୍ଶନୀୟ ସ୍ଥାନରେ ନିହାତି ଆପଣ ମାନେ ଏକ ସୌଭାଗ୍ୟ, ମାନେ ମୋ ପାଇଁ ବି ସୌଭାଗ୍ୟ, ପୁଣି ଆପଣ ମାନଙ୍କ ପାଇଁ ମଧ୍ୟ ଏକ ସୁଯୋଗ। ତେଣୁ 8 ତାରିଖ ପରେ 9 ତାରିଖ ପାଇଁ ମଧ୍ୟ ସମସ୍ତ ଆରେଞ୍ଜମେଣ୍ଟ କରାଯାଇଛି। 9 ତାରିଖରେ ଯୋଉ ଆଉଟିଂ ରହିବ, ଆଉଟିଂ ପାଇଁ ଆଜି ମୁଁ ବସିକିରି ଆଉ କେତୋଟି ଲିଷ୍ଟ କରିବି ଏକ୍ଜାକ୍ଟଲି କୋଉ ଟାଇମିଂ ରେ କୋଉ ଜାଗାରେ ଯିବା। କିନ୍ତୁ 9 ତାରିଖ ସକାଳ 7ଟା ଠାରୁ ରାତି 8ଟା ପର୍ଯ୍ୟନ୍ତ ଆମର ଆଉଟିଂ ରହିବ। କାରଣ ଗୋଟିଏ ଦିନରେ ଆମକୁ ବୁଲିବାକୁ ପଡିବ। ତେଣୁ ସେଥିପାଇଁ ମଧ୍ୟ ପ୍ରାର୍ଥନା ରଖିବା। ପୁଣି 10 ତାରିଖ ଦିନ ସକାଳୁ ଆମମାନେ ମହୀଶୂର, ପାଇକାରା ଡ୍ୟାମ ଏବଂ ବୋଟିଂ ହାଉସ ଏଗୁଡାକ ସବୁ ବୁଲିକିରି ଶେଷରେ ବାଙ୍ଗାଲୋରରେ ରାତି 11:45 ଠାରୁ ଆପଣ ମାନେ ବିଦାୟ ନେବେ। ପ୍ରାର୍ଥନା କରନ୍ତୁ ବିଶେଷ କରି ସୁନ୍ଦର ଗେଟ୍ ଟୁଗେଦର ପାଇଁ। ଆଉ ଆପଣ ମାନେ ଭାବିବେ ନାହିଁ ଯେଉଁମାନେ ମାନେ ଏତେବେଳ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି, 50 ଜଣ ହେଇଗଲେ, ସିଟ୍ ଫୁଲ ହେଇଗଲା, ମୋ ପାଇଁ ଆଉ ମୁଁ ଯାଇପାରିଲିନି, ପରେ ପଶ୍ଚାତାପ କରିବା ପୂର୍ବରୁ ମୁଁ କହିଦଉଛି ଏବେ ମଧ୍ୟ ଆପଣ ମାନେ ଚାହିଁଲେ ଆସିପାରିବେ। ଏବେ ମଧ୍ୟ ଆପଣ ମାନେ ଆହୁରି, କାରଣ ଯୋଉ ଜାଗାଟା ମୁଁ ବୁକ୍ କରିଛି ସେ ଜାଗାରେ 500 ଲୋକ ପର୍ଯ୍ୟନ୍ତ ରହିପାରିବେ। ଏହିପରି ବିରାଟ ବଡ ଜାଗା।
आमन को संध्या समय से माने बैडमिंटन फुटबॉल किंबा वॉलीबॉल खेलिबा पाए मध्य आधा घंटा से जो कोर्ट अछि से वीडियो मु पठेई से वीडियो आपण देखि परिबे संध्या समय रिफ्रेश पाए एहीपरि खेलिबा पाए मध्य से माने हमको सामग्री देबे हमको रिफ्रेश करिवे अति सुंदर अरेंजमेंट रहिबा खाइबा समस्त प्राय व्यवस्था करिसंती करा जायछि सेति प्रार्थना करंतु आपण मानकर सहयोग निहाती दरकार प्रस्तुत हुअंतु पुणी जो माने एतल पर्यंत रजिस्ट्रेशन फीस देई नाहंती दया करी से माने आजी किंबा बेसी हेले आसंता काली सुधा देबाको पड़िबो कारण एडवांस माने अनेक जगह प्राय मते 60,000 पाखापाखि दरकार था कारण जोटा बस ही हमको प्राय 66,000 पड़ुछि जोटा विभिन्न बस गुड़ाक सब तेणु 60,000 पाखापाखि वर्तमान काली दबार थिला किंतु केवल 40,000 पाइछि आपण मानकर बाकी पैसा देला परे बाकी सब दिया जिवो पुणी विशेष करी मो पाई मध्य पदे प्रार्थना करिवे बोली मो तरफ मध्य अनुरोध कारण समस्त क्षेत्र रे आमनकर प्रार्थना निहाती आवश्यक पुणी से स्थान पाई प्रार्थना करिवे जो मीटिंग हॉल रे 8 तारिख दिन आमे रहिबा माने प्रार्थना हबो सेठिकार से आउरी अरेंजमेंट अछि माइक लाइट ए गुडा सब चेयर पे सब अरेंजमेंट मद अछि सहा आज मु करिवे पुणी आजी संध्या 7टा बेले एही ऊटी गेट टुगेदर पाई आम समस्तंकर प्रार्थना रहिबो तेनु 7टा बेले आमने समस्त जॉइन करिबा पुणी 7टा बेले गोटे घंटा निमंते विशेष करी गेट टुगेदर पाई आमे प्रार्थना करिबा मु अनुरोध करूछि जेते सब डेलीगेट्स जो 50 जन आमनकर एठारे आसीबार प्लानिंग चलछि समस्त अटेंड करिबा पाई अनुरोध करूछि तथा अन्य माने समस्त मध्य जेते सुनुछंती सेमान को मध्य विनती अनुरोध करूछि आपण माने मध्य आज संध्या रे जॉइन करंतु पैकिंग करि नियंतु जे माने आसीचंती पैकिंग आरंभ कर दियंतु नुआ लुगा पुटा की किणुछंती किए की प्रकार पैकिंग करूछंती प्रस्तुत हो जांतु मात्र 12 दिन रहिला एबे मध्य जो माने रेशन करिवा पई चाहिछंती से माने प्रमोद परिछा आज्ञा को किंबा पीटर कर आज्ञा को कथावार्ता करंतु आपण मानक नाम दे दियंतु प्रभु आशीर्वाद करंतु अल्प दिन मध्य रे आमे ऊटी रे तमिलनाडु रे देखा हबा को जीवा प्रभु ए अल्प अनाउंसमेंट रे गौरवान्वित हुअंतु धन्यवाद आज्ञा प्रेज द लॉर्ड धन्यवाद आज्ञा सुंदर विज्ञापन आपण बहुत परिश्रम करूछले प्रभु आपन आशीर्वाद करंतु ए सब विषय आमाने वाक्य पर प्रार्थना करबा आसंतु ए समय आमाने परमेश्वर को वाक्य सुनबा पाए जिबा विश्वास करे आमाने समस्ते सुंदर आराधना माध्यम रे प्रभुଙ୍କର चरण तले बसी अच्छु पुणी सुंदर विज्ञापन मध्य शुणिलु तेणुकरी आमाने एबे परमेश्वर वाक्य शुणिबा प्रभुଙ୍କ वाक्य सर्वदा शांति सांत्वना धैर्य प्राप्त समय विश्वास करी आज वाक्य माध्यम आमे समस्त आशीर्वाद पाइबा तेणुकरी आसंतु प्रभुଙ୍କ प्रिय दास आम गहण अच्छा अरस कुमार आज्ञा अच्छी आम यही समय प्रभुଙ୍କର प्रिय दास को लहर आज्ञा को आम उच्च करताली दे आज वाक्य निमंते आम आह्वान करवा प्रेज द लॉर्ड आज्ञा प्रेज द लॉर्ड प्रेज द लॉर्ड आपनकर समय आज्ञा विशेष करी प्रातः काल रे प्रभुଙ୍କ सानिध्य रे आम माने सुंदर उपासना करिया पाए सुयोग प्राप्त हेतबा जुगु प्रभुଙ୍କ कतिरे अशेष अशेष धन्यवाद ज्ञापन करे এবং विशेष करी आबानकर होस्ट सार से सुंदर सुयोग मत प्रदान करिसंती तांको मोर हृदय रु हार्दिक कृतज्ञता एवं अभिनंदन जनाउछि एवं आजिर जूम मीटिंग रे जो माने जोग देइछंती भक्त दासगण से मान को मध्य अनेक अनेक शुभेच्छा एवं हृदय पूर्ण कृतज्ञता हृदय एक पूर्ण नमस्कार समस्त को नमस्कार आसंतु माने प्रार्थना पूर्वक वाक्य भीतर को जिबा मु संक्षिप्त प्रार्थना करबी आपण माने प्रार्थना रे सहयोग करंतु अत्यंत पवित्र स्वर्गवास पिता परमेश्वर प्रभु तुमरी गौरव करुछु प्रशंसा करुछु आबान को प्रातः काल रे तुमर सानिध्य को आनिछु एवं विशेष करी तुमर दास दासी एवं
ତୁମରି ସଦ୍ଭକ୍ତ ମାନଙ୍କୁ ନେଇ ପ୍ରଭୁ ସୁନ୍ଦର ସହଭାଗିତା ମଧ୍ୟକୁ ମତେ ଆଣିଛୁ, ଏଥିପାଇଁ ଧନ୍ୟବାଦ କରୁଛୁ। ପ୍ରାର୍ଥନା କରୁଛି ପ୍ରଭୁ ଏହି ସହଭାଗିତା ମଧ୍ୟରେ ଆମେ ଯେ ପ୍ରକାର ତୁମରି ଗୌରବ କରିବୁ, ପ୍ରଶଂସା କରିବୁ, ଏପରି କୃପା କର। ଏବଂ ପ୍ରାର୍ଥନା କରୁଛି ମୁଁ ଦିନ ଧଳି ତୁମର ବାକ୍ୟ ପରିବେଷଣ କରିବା ପାଇଁ ଯିବି, ମତେ ସମ୍ପୂର୍ଣ୍ଣ ଅଧିକାର କର, ସୂଚି ପବିତ୍ର କର, ପବିତ୍ର ଆତ୍ମାଙ୍କ ସ୍ପର୍ଶତା ପ୍ରଦାନ କର ଏବଂ ପବିତ୍ର ଆତ୍ମାଙ୍କ ସାହାଯ୍ୟ ସହାୟତାରେ ବାକ୍ୟ ପରିବେଷଣ କରିବା ପାଇଁ ପାରିବି, ଏପରି କୃପା କର। ପ୍ରାର୍ଥନା କରୁଛି ତୁମରି ବାକ୍ୟ ଜୀବନ୍ତ ଏବଂ କାର୍ଯ୍ୟ ସାଧକ, ଏହା ଆମମାନଙ୍କ ଜୀବନରେ କାର୍ଯ୍ୟ କରୁ ଏବଂ ତୁମ ରାଜ୍ୟ ପାଇଁ ଆମମାନଙ୍କୁ ପ୍ରସ୍ତୁତ କରୁ। এই ଜଗତ ପ୍ରଭୁ ଆମମାନଙ୍କ ପ୍ରତିକୂଳ, କିନ୍ତୁ ତୁମେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ଅଟ। এই ଜଗତରେ ତୁମରି ସହିତ ରହି ଆମମାନେ ଯେ ପ୍ରକାର ତୁମ ରାଜ୍ୟ ପାଇଁ ପ୍ରସ୍ତୁତ ହେବୁ, କୃପା କର। ସବୁ ଗୌରବ ତୁମେ ପାଅ। ପ୍ରିୟତମ ପ୍ରଶିଷ୍ଟଙ୍କ ନାମରେ ମାଗୁଛି, ଆମେନ୍। ପୁନର୍ବାର ମୁଁ ପ୍ରଭୁଙ୍କ କତିରେ ଅଶେଷ ଅଶେଷ ଧନ୍ୟବାଦୀ ଏବଂ ଆମମାନଙ୍କର ରିଏଲ ମିନିଷ୍ଟ୍ରିର ହୋଷ୍ଟ କତିରେ ମଧ୍ୟ ଧନ୍ୟବାଦୀ। ଏ ପ୍ରାତଃ ସମୟରେ ଆମମାନଙ୍କୁ ସୁଯୋଗ ମିଳିଛି ପ୍ରଭୁଙ୍କର ବାକ୍ୟରୁ ଚର୍ଚ୍ଚା କରିବା ପାଇଁ। ଆସନ୍ତୁ ଆମେ ସିଧାସଳଖ ବାକ୍ୟ ଭିତରକୁ ଯିବା। ତା ପୂର୍ବରୁ ସଂକ୍ଷିପ୍ତରେ ମୋର ପରିଚୟ ମୁଁ ଦେଇଦେବି, ଯଦିଚ ଅନେକ ଜାଣିଛନ୍ତି। ମୋ ନାମ ହେଉଛି ହର୍ଷ କୁମାର ଲୋହରା, ଗ୍ରାମ ତାବଡ଼ା। ବର୍ତ୍ତମାନ ମୁଁ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀର ସାଧାରଣ ସମ୍ପାଦକ ଅଛି। ପ୍ରଭୁଙ୍କର ଅନୁଗ୍ରହରୁ ପ୍ରଭୁ ମୋର ବୃତ୍ତି ଶିକ୍ଷକତା ହେଲେ ମଧ୍ୟ ତାଙ୍କର ସେବାରେ ବ୍ୟବହାର କରି ଆଣୁଛନ୍ତି ମଣ୍ଡଳୀରେ, ସମ୍ମିଳନୀରେ। ଏଥିପାଇଁ ମୁଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଜ୍ଞାପନ କରେ। ପ୍ରଭୁ ଆଜି ଏ ଜୁମ୍ ମାଧ୍ୟମରେ ତାଙ୍କର ବାକ୍ୟ ପରିବେଷଣ କରିବା ପାଇଁ ସୁନ୍ଦର ଅବକାଶ ଦେଇଛନ୍ତି। ଆସୁ ଆମେ ବାକ୍ୟ ଭିତରକୁ ଯିବା। କେହି ଜଣେ ଯଦି ମତେ ସାହାଯ୍ୟ କରିବେ ତେବେ ଭଲ ହେଇଥାନ୍ତା। ପରମ ଗୀତ 1ର 6 ପଦ ଆଜି ପାଠ କରିବା। କେହି ଜଣେ ସାହାଯ୍ୟକାରୀ ଅଛନ୍ତି କି? ପଢିଦେବେ ମତେ ଟିକେ। ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋ ପ୍ରତି କୁଦୃଷ୍ଟି କର ନାହିଁ। ମୋ ମାତାର ସନ୍ତାନଗଣ ମୋ ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷ କ୍ଷେତ୍ର ସମୂହ ରକ୍ଷିକା କଲେ, ମାତ୍ର ମୁଁ ନିଜ ଦ୍ରାକ୍ଷ କ୍ଷେତ୍ର ରକ୍ଷା କରିନାହିଁ। ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆଉ ମୁଁ ଅନୁରୋଧ କରିବି ଆମମାନଙ୍କର ତାବଡାର ମୋର ଶାଶୁ ଲିମା ମା ଯଦି ଅଛନ୍ତି, ସଂକ୍ଷିପ୍ତରେ ମୋ ପାଇଁ ପ୍ରାର୍ଥନା କଲେ ଉତ୍ତମ ହେଇଥାନ୍ତା। ଅଛନ୍ତି କି? ପ୍ରେଜ ଦ ଲର୍ଡ। ପ୍ରେଜ ନମସ୍କାର। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର ଜଣାଏ। ନମସ୍କାର। ମୁଁ ଭିଡିଓ ଅନ୍ କରିପାରୁନାହିଁ, କ୍ଷମା କରନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ଆହେ ଆମମାନଙ୍କର ପ୍ରାର୍ଥନା ଶ୍ରବଣ କରି ଏକମାତ୍ର ସ୍वर्गीय ପିତା, ତୁମରି ପବିତ୍ର ମହାନାମକୁ ଧନ୍ୟବାଦ କରୁଛୁ, ପ୍ରଶଂସା ଗୌରବ ସ୍ତୁତି ବନ୍ଦନା କରୁଛୁ ପ୍ରଭୁ। କାରଣ ତୁମେ ଅନୁଗ୍ରହ ଦୟା କରି ପ୍ରାତଃ କାଳ ମଧ୍ୟରେ ତୁମରି ପାଦ ତଳେ ବସିବା ପାଇଁ ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଇଛ, ସେଥିପାଇଁ ତୁମରି ନାମକୁ ଧନ୍ୟବାଦ କରୁଛି ପ୍ରଭୁ। ଆମମାନେ ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ତୁମରି ନାମ ସକାଶେ ଆମମାନେ ସମସ୍ତେ ଏକତ୍ରିତ ବର୍ତ୍ତମାନ ହେ ପ୍ରିୟ ପ୍ରଭୁ। ଆମମାନଙ୍କର ପ୍ରତ୍ୟେକର ହୃଦୟକୁ ତୁମେ ସ୍ପର୍ଶ କର। ଆମମାନେ ଯେପରି ତୁମରି ବାକ୍ୟ ଶୁଣି ଗ୍ରହଣ କରିବାକୁ ପାରିବୁ, ପାଳନ କରିବାକୁ ପାରିବୁ, ତୁମରି ବାକ୍ୟ ଅନୁଯାୟୀ ଆପଣାର ଜୀବନକୁ ଆମମାନେ ଅତିବାହିତ କରିବାକୁ ପାରିବୁ, ସେହିପରି ତୁମେ କୃପା କର ପ୍ରଭୁ। ତୁମରି ଦାସ ତୁମରି ବାକ୍ୟ ନେଇ ଆସିଅଛନ୍ତି, ତାଙ୍କୁ ତୁମେ ସମ୍ପୂର୍ଣ୍ଣ ଅଧିକାର କର। ଆତ୍ମାଙ୍କର ସହାୟତା ତୁମେ ପ୍ରଦାନ କର। ପବିତ୍ର ଆତ୍ମାର ଶକ୍ତି ସହାୟତାରେ ତୁମରି ପବିତ୍ର ବାକ୍ୟକୁ ଆପଣା ମୁଖ ଦ୍ୱାରା ପ୍ରକାଶ କରିବାକୁ ପାରିବେ ପ୍ରଭୁ। ତୁମରି ଉପସ୍ଥିତି ଦେଇ ତୁମେ ବ୍ୟବହାର କର। ସମସ୍ତ ଗୌରବ ତୁମକୁ ଦେଇ ମୋର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ସେମାନେ ଭିକ୍ଷା ମାଗିଲି ବାପା, ଆମେନ୍। ଆମେନ୍, ଆମେନ୍, ଆମେନ୍। ଧନ୍ୟବାଦ। ପରମ ଗୀତ ଆମେ ଯେତେବେଳେ ଦେଖୁଛୁ, ଜାଗତିକ ହିସାବରେ ଅନେକ ଏ ବିଷୟରେ ଚିନ୍ତା କରନ୍ତି, କିନ୍ତୁ ପ୍ରଭୁଙ୍କର ଦାସ ଦାସୀ ହିସାବରେ ଯେଉଁମାନେ ଏ ବିଷୟରେ ଚିନ୍ତା କରନ୍ତି, ସେମାନେ ପରିପ୍ରକାଶ କରନ୍ତି ଯେ ପରମ ଗୀତ
ଇସ୍ରାଏଲ ମଣ୍ଡଳୀକୁ ପରମେଶ୍ୱରଙ୍କର ପ୍ରେମର ଏକ ଭରପୁର ନିଦର୍ଶନ। ଆହୁରି ପ୍ରଭୁଙ୍କର ଦାସମାନେ ଚିନ୍ତା କରନ୍ତି ପ୍ରଭୁ ଯୀଶୁ କି ପ୍ରକାର ମଣ୍ଡଳୀକୁ ପ୍ରେମ କରୁଛନ୍ତି ତାର ଏକ ଭରପୁର ନିଦର୍ଶନ। ଯଦି ଆମେ ଆକ୍ଷରିକ ଭାବରେ ଏହାକୁ ଦେଖିବା, ସୋଲୋମନ ସୁଲେମିଆ ପାଇଁ ଏ ଗୀତ ବର୍ଣ୍ଣନା କରିଛନ୍ତି। କିନ୍ତୁ ଯଦି ଆମେ ଆତ୍ମିକ ଭାବରେ ଏହାକୁ ଦେଖିବା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରେମ ମଣ୍ଡଳୀ ପ୍ରତି କି ପ୍ରକାର ରହିଛି ଏବଂ ମଣ୍ଡଳୀ କି ପ୍ରକାର ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରେମ ପ୍ରତି ଆକୃଷ୍ଟ ହେବା ଦରକାର ଏବଂ ଶେଷରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ମଣ୍ଡଳୀ କି ପ୍ରକାର ସହଭାଗିତା ହେଇପାରିବ, ଶେଷରେ ମିଳନ ହେଇପାରିବ ସେ ବିଶ୍ରାମ ସ୍ଥାନରେ, ସେ ବିଷୟରେ ଅନେକ ସୁନ୍ଦର କଥା ମାନ ଅଛି। ଜୁମ୍ରେ ତ ସାଧାରଣତଃ ପ୍ରଭୁଙ୍କର ଅଭିଜ୍ଞ ଦାସ ମାନେ, ବାଇବେଲବିତ୍ ମାନେ, ଶିକ୍ଷାରେ ନିପୁଣ, ବାକ୍ୟରେ ନିପୁଣ ବ୍ୟକ୍ତି ମାନେ ରୁହନ୍ତି। କାହାକୁ ଅଛପା ନାହିଁ ପରମ ଗୀତ କି ପ୍ରକାର ଏକ ଆଧ୍ୟାତ୍ମିକ ଜୀବନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ସମର୍ପିତ ହେବା ପାଇଁ, ପ୍ରେମ ଭାବ ଜାଗ୍ରତ କରିବା ପାଇଁ ସାହାଯ୍ୟ କରିବ ତାହା ଜାଣନ୍ତି। ଆଜି ମୁଁ ଏ ବିଷୟକୁ ନେବାର କେତେକ ଗୁରୁତ୍ୱ ରହିଛି। ପ୍ରଥମ ଗୋଟିଏ କଥା କହିବି, ସାଧାରଣତଃ ଜୁମ୍ରେ ଯେଉଁମାନେ ଯୋଗ ଦିଅନ୍ତି ସେମାନଙ୍କର ପାରିବାରିକ ଜୀବନ ଅଛି। ଦ୍ୱିତୀୟରେ ସେମାନେ କିଛି କିଛି ମଣ୍ଡଳୀର କିମ୍ବା କିଛି କିଛି ସମାଜର କିଛି କିଛି ପ୍ରଭୁଙ୍କର ସେବାରେ ନିଜ ଜୀବନକୁ ନିୟୋଜନ କରିଥାନ୍ତି। ତା ସହିତ ଜୁମ୍ରେ ପ୍ରଭୁଙ୍କର ସେବା କାର୍ଯ୍ୟ କରି ପ୍ରଭୁଙ୍କର ଗୌରବ କରିଥାନ୍ତି। ସେଥିପାଇଁ ମୁଁ ସେମାନଙ୍କ ଗତିରେ ହୃଦୟର ଗଭୀର କୋଣରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରେ। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ପ୍ରଭୁଙ୍କ ପାଇଁ ସମୟ ଦେବା ଏବଂ ଏ ପ୍ରକାର ଅନେକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଥାଇ ପ୍ରାତଃ ସମୟରେ ପ୍ରଭୁଙ୍କର ଗୌରବ କରିବା ପାଇଁ ନିଜକୁ ସମର୍ପଣ କରିବା ବହୁତ ବଡ଼ ବିଷୟ। ଆଉ ବହୁତ ବଡ଼ କଥା ହଉଛି, ସାଧାରଣତଃ ଉପାସନା ମାନଙ୍କରେ ବିଶ୍ୱାସୀ ମାନଙ୍କ ପାଇଁ ଅନେକ ବାକ୍ୟ ପ୍ରଚାର କରାଯାଏ, କିନ୍ତୁ ଯେଉଁମାନେ ନେତୃପକ୍ଷ ବାକ୍ୟ ଦେବା ଲୋକମାନେ ବା ବକ୍ତା ମାନେ, ସେମାନଙ୍କ ପାଇଁ ବାକ୍ୟରେ ଟିକେ କମ ଶିକ୍ଷା ରହେ। କିନ୍ତୁ ଜୁମ୍ ମିଟିଂ ଏକ ମିଟିଂ ଯୋଉଠିକି ପ୍ରଭୁଙ୍କର ଦାସ ମାନେ ନିଜ ନିଜର ବିଷୟରେ ଚିନ୍ତା କରିବା ପାଇଁ, ବିବେଚନା କରିବା ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ହେଇଥାଏ। ଆଉ ଏ ପ୍ରକାର ବାକ୍ୟ ଏଇଠି ଆଲୋଚନା କରାଯାଏ, କାରଣ ଏଇଠି ବେଶୀ ବିଶ୍ୱାସୀ ମାନେ ଯଦି ରୁହନ୍ତି କିନ୍ତୁ କମ ରୁହନ୍ତି, କିନ୍ତୁ ପ୍ରଭୁଙ୍କର ଦାସ ମାନେ ନେତୃପକ୍ଷ ମାନେ ଅଧିକ ରହନ୍ତି। ସେଥିପାଇଁ ଆମମାନଙ୍କର କିଛି ଆଲୋଚନାର ବିଷୟ ଆଜି କରିବା ବୋଲି ମୁଁ ମନେ କରୁଥିଲି। ବିଶେଷ କରି ଆମେ ଯେତେବେଳେ ଦେଖିବା ପରମ ଗୀତ 1:6 ପଦ, ଏକ ପଦର ସଂକ୍ଷିପ୍ତ ସାରାଂଶ ମୁଁ ଟିକେ କହିବା ପାଇଁ ଚାହିଁବି। ଆମେ ଯଦି ଦେଖିବା ପରମ ଗୀତ 1 ପର୍ବ, ଏହା ଆଉ ସମଗ୍ର ପରମ ଗୀତ ଉପରେ ଏକ ପ୍ରଭାବ ବା ପୃଷ୍ଠଭୂମିକୁ ଆଧାର କରି ଲେଖାଯାଇଛି ବୋଲି ମୁଁ ମନେ କରେ। ପରମ ଗୀତରେ ଅନେକ କଥା ଲେଖାଯାଇଛି, କିନ୍ତୁ ଏକ ପର୍ବରେ ଯାହା ସବୁ ପ୍ରଥମରେ ଆରମ୍ଭ ହୁଏ ଯେ କନ୍ୟା ଠାରୁ ଆରମ୍ଭ ହୁଏ। କନ୍ୟାର ଏକ ଯାତ୍ରା ଅଛି, ଯୋଉ ଯାତ୍ରାରେ ସେ ନିଜେ ଜଣେ ପ୍ରେମିକା ଅଟନ୍ତି, ଯାହାକୁ ସେ ଭଲ ପାଆନ୍ତି, ବା ସୋଲୋମନକୁ ଭଲ ପାଆନ୍ତି, ଆଉ ସେ ପ୍ରେମିକା ଅଟନ୍ତି। ନିଜର ପରିଚୟ ସେ ପ୍ରେମିକାରୁ ଆରମ୍ଭ କରନ୍ତି, କିନ୍ତୁ ତା ପୂର୍ବରୁ ତାଙ୍କର କେତେକ ପରିଚୟ ଅଛି। ଆମେ ଯଦି ଭଲ କରି ଲକ୍ଷ୍ୟ କରିବା, ଏଠାରେ ପ୍ରଥମ କରି ଯଦି ଦେଖିବା, ସେ ଜଣେ ପରିବାରର, ଆଉ
6 ପଦରେ ଲେଖାଯାଏ ସେ ଜଣେ ଦ୍ରାକ୍ଷା କ୍ଷେତ୍ର ରକ୍ଷିକା। ଦ୍ୱିତୀୟ ପରିଚୟ ଅଛି ଯଦି ଆମେ ଦେଖିବା ସେ ଜଣେ ମେଷପାଳିକା। ଆଉ ତୃତୀୟ ଏବଂ ମୁଖ୍ୟ ପରିଚୟ ହେଉଛି ସେ ଜଣେ ପ୍ରେମିକା। ଯେତେବେଳେ ସେ ଶେଷ ପଦ ଆଡକୁ ଯଦି ଯିବା ସେ ଚାହୁଁଛନ୍ତି ତାଙ୍କର ପ୍ରେମିକ ସହିତ ସେ ମିଶିବା ପାଇଁ ଚାହୁଁଛନ୍ତି। ମଧ୍ୟାହ୍ନ ସମୟରେ ତୁମ୍ଭର ପଲ କେଉଁଠୁ ଚରାଉଛ ଏବଂ ଆପଣା ପଲକୁ କେଉଁଠି ଶୟନ କରାଉଛ ମତେ ତାହା ଜଣାଅ, ମୁଁ ଯାଇ ତୁମ ସହିତ ମିଶିବି, ତୁମ ସହିତ ମୋର ସେଥିରେ ସହଭାଗିତା ହବ। ତେବେ ଶେଷ ଡେଷ୍ଟିନେସନ, ଶେଷ ଲକ୍ଷ୍ୟ ହଉଛି ପଲମାନଙ୍କୁ କେଉଁଠି ଶୟନ କରାଉଛନ୍ତି ସେଇଠି ଯାଇକିରି ଏ ପ୍ରେମିକା ନିଜ ପ୍ରେମିକ ସହିତ ମିଶିବା ପାଇଁ ଚାହୁଁଛନ୍ତି, ସହଭାଗିତା ଚାହୁଁଛନ୍ତି, ଡେଷ୍ଟିନେସନ ତାହା। କିନ୍ତୁ ଯାତ୍ରା ବହୁତ କଠିନ। ଯାତ୍ରାରେ ସେ ନିଜର ଦ୍ରାକ୍ଷା କ୍ଷେତ୍ର ଅଛି, ତା ସହିତ ତାଙ୍କ ଭାଇମାନେ ତାଙ୍କୁ ଭାଇମାନଙ୍କର କିଛି ଦ୍ରାକ୍ଷା କ୍ଷେତ୍ର ତାକୁ ସମ୍ଭାଳିବା ପାଇଁ ଦିଆଯାଇଛି। ଦ୍ୱିତୀୟରେ ମେଷ ପଲ ଅଛି, ଆଉ ଏ ମେଷ ପଲରେ କେତେକ ଛେଳି ମାନେ ବି ଅଛନ୍ତି ଯୋଉମାନେ କି ମେଷ ପରି ନୁହନ୍ତି। ଛେଳି ମାନଙ୍କର ବ୍ୟବହାର ବିଷୟ ମାନେ ଭଲ ଭାବରେ ଜାଣୁ। ସେମାନଙ୍କୁ ଆୟତ କରିବା ମେଷପାଳକ ମାନଙ୍କ ପାଇଁ ଟିକେ କଷ୍ଟକର ହୁଏ ମେଷ ମାନଙ୍କ ଅପେକ୍ଷା। ଏବଂ ମେଷ ପଲରେ ଛେଳି ଛୁଆ ମାନେ ବି ଅଛନ୍ତି, ସେମାନଙ୍କୁ ବି ଲାଳନ ପାଳନ କରିବାର ଅଛି, ସୁନ୍ଦର ଭାବରେ ପ୍ରତିପାଳନ କରିବାର ଅଛି। ଏବଂ ଏ ସମସ୍ତଙ୍କୁ ନେଇକିରି ସେ ପ୍ରେମିକା ତାଙ୍କ ପ୍ରେମିକ ସହିତ ମିଶିବାର ଅଛି, ସହଭାଗିତା ନେବାର ଅଛି। ଏଥି ପ୍ରତିକୂଳ ସମସ୍ୟା ମଧ୍ୟ ଅଛି, ସେ ସବୁ ଆମରେ ଆଲୋଚନା କଲେ ଡେରି ହେଇଯିବ। ଠିକ ସେମିତି ଆମମାନଙ୍କର ଜୀବନ ମଧ୍ୟ ସେମିତି। ପ୍ରଭୁଙ୍କର ଭକ୍ତ ଦାସ ମାନେ, ଯୋଉମାନେ ନେତୃପକ୍ଷ ଲୋକମାନେ, ଯୋଉମାନେ କିଛି କିଛି ଦାୟିତ୍ୱରେ ଅଛନ୍ତି, ସେମାନଙ୍କର ପରିବାର ଅଛି, ସେମାନଙ୍କର ବ୍ୟକ୍ତିଗତ ଜୀବନ ଅଛି, ସେମାନଙ୍କର ପଲ ଭଳି କିଛି ମଣ୍ଡଳୀ ଅଛନ୍ତି, କିଛି ବିଶ୍ୱାସୀ ମାନଙ୍କୁ ବିଶ୍ୱାସିନୀ ମାନଙ୍କୁ ସମ୍ଭାଳିବାର ଦାୟିତ୍ୱ ରହିଛି। ତା ସହିତ ଯାତ୍ରା କରି ଈଶ୍ୱରଙ୍କର ଯୋଉ ଯୋଜନା ମୁତାବକ ପାରଦିଶରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ମିଶିବାର ଅଛି। ଶୂନ୍ୟ ମଣ୍ଡଳରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ବିବାହ ଭୋଜରେ ନିଜେ ଉପସ୍ଥିତ ହେବାର ଅଛି। ଏସବୁ ଦାୟିତ୍ୱ ଦେଇକିରି ଯିବାକୁ ପଡେ। ତେବେ ଆହୁରି ପ୍ରତିକୂଳ ପରିସ୍ଥିତି ଅଛି, କିନ୍ତୁ ପ୍ରଭୁଙ୍କ ଲୋକମାନେ ଧନ୍ୟ ଯୋଉମାନେ ଏସବୁ ଦେଇ ପ୍ରଭୁଙ୍କ ପାଇଁ ଆଗେଇ ଯାଉଛନ୍ତି। ଏଇଠି ଯୋଉ କଥା ମାନେ ଆଲୋଚନା ଅଛି କରିବା, ଆଉ ତାର ମୂଳ କଥା ହେବ ଯେ 1:6 ଲେଖା ଅଛି, ଯାହା ଯଦିଚ ମତେ ମୋର ଭାଇମାନଙ୍କର ଦ୍ରାକ୍ଷା କ୍ଷେତ୍ରକୁ ଜଗିବାକୁ ପଡିବ, ସମ୍ଭାଳିବାକୁ ପଡିବ, କିନ୍ତୁ ତାହା ପୂର୍ବରୁ ସେ ଗୋଟେ କଥା କହୁଛନ୍ତି, ମାତ୍ର ମୁଁ ନିଜ ଦ୍ରାକ୍ଷା କ୍ଷେତ୍ର ରକ୍ଷା କରିନାହିଁ। ନିଜର ଜୀବନକୁ, ନିଜର ଦ୍ରାକ୍ଷା କ୍ଷେତ୍ରକୁ ଯଦି ଆମମାନେ ରକ୍ଷା କରିପାରିବା ନାହିଁ, ଆମମାନଙ୍କର ଜୀବନରେ ଯଦି ଆମମାନେ ଅନ୍ୟର ଦ୍ରାକ୍ଷା କ୍ଷେତ୍ରକୁ ରକ୍ଷା କରିପାରିବା ଏବଂ ମେଷ ପଲ ଯାହା ଅଛି ତାକୁ ସୁରକ୍ଷାରେ ତୃଣମୟ ସ୍ଥାନରେ କଢାଇ ନେଇପାରିବା ଏବଂ ନିଜର ଦ୍ରାକ୍ଷା କ୍ଷେତ୍ରକୁ ରକ୍ଷା କରିପାରିବା ନାହିଁ, ବହୁତ ଜୀବନ ଦୁର୍ବିଷ ହେଇ ଉଠିବ, ଲକ୍ଷ୍ୟ ପୂରଣ ହେଇପାରିବ ନାହିଁ। କାରଣ ନିଜର ଦ୍ରାକ୍ଷା କ୍ଷେତ୍ର ଆମମାନଙ୍କର ଜୀବନର ଭରଣ ପୋଷଣ ପାଇଁ ଏବଂ ଆତ୍ମିକ ଜୀବନ ଅଭିବୃଦ୍ଧିରେ ସେ ସାହାଯ୍ୟ କରିବ। ବେଳେ ବେଳେ ଏମିତି ଦେଖାଯାଏ ଅନେକ ପ୍ରଭୁଙ୍କର ଦାସମାନେ ସେବା କାର୍ଯ୍ୟରେ ପୁରା ପରଫେକ୍ଟ, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ବହୁତ ଦୁର୍ବଳ ଥାଏ।
ଯଦ୍ୱାରା ଆତ୍ମିକ ଜୀବନରେ ଅଭିବୃଦ୍ଧି ହେବା ପାଇଁ ବହୁତ କଠିନ ସମସ୍ୟା ଦେଇ ଗତି କରିବାକୁ ପଡେ। ବେଳେ ବେଳେ କିଛି ପ୍ରଭୁଙ୍କର ଦାସ ମାନେ ଆତ୍ମିକ ଜୀବନରେ ଓହରି ଯାଆନ୍ତି, ସେମାନେ ଦୁର୍ବଳ ହେଇଯାଆନ୍ତି, ମୃତ ପ୍ରାୟ ହେଇଯାଆନ୍ତି। ସେଥିପାଇଁ କେତେ କଥା ମାନେ ଆଲୋଚନା କରିବା। ନିଜର ଦ୍ରାକ୍ଷା କ୍ଷେତ୍ରକୁ ପ୍ରଥମରେ ସଜାଡ଼ିବାକୁ ପଡିବ। ଏଠାରେ ପ୍ରେମିକା ସେ ସିଧାସଳଖ କହୁଛନ୍ତି, ମୁଁ ମୋର ଦ୍ରାକ୍ଷା କ୍ଷେତ୍ରକୁ ରକ୍ଷା କରିନାହିଁ। ଯଦି ନିଜର ଦ୍ରାକ୍ଷା କ୍ଷେତ୍ର ରକ୍ଷା ହେଇପାରିନାହିଁ, ଯୋଉ ଫଳରେ ତାଙ୍କର ପରିପୋଷଣ ହେଇଥାନ୍ତା, ପୁଣି ଯୋଉ ଦ୍ରାକ୍ଷା ଫଳ ତାଙ୍କୁ ଆଉ ଜାଗତିକ ଭାବରେ ବଞ୍ଚିବା ପାଇଁ ସାହାଯ୍ୟ କରିଥାନ୍ତା, ପୁଣି ତାହା ହେଇପାରିନି। ବହୁତ କଷ୍ଟକର ବିଷୟ। ଠିକ ସେମିତି ଆମମାନଙ୍କର ଆତ୍ମିକ ଜୀବନରେ ଆମମାନଙ୍କର ନିଜର ଆତ୍ମା ଯଦି ସୁରକ୍ଷିତ ହେଇପାରି ନାହିଁ, ଆମେ ଅନ୍ୟମାନଙ୍କର ଆତ୍ମାକୁ ସୁରକ୍ଷା କରିବା ପାଇଁ କେତେ ଚେଷ୍ଟା କଲେ ମଧ୍ୟ ହେଇପାରେ ଆମମାନଙ୍କର ଶିକ୍ଷା, ଆମମାନଙ୍କର ଆଦର୍ଶ, ଆମମାନଙ୍କର ପ୍ରଭାବରେ କିଛି ଜଣ ପ୍ରଭୁଙ୍କୁ ବିଶ୍ୱାସ କରିପାରନ୍ତି ଏବଂ ପ୍ରଭୁଙ୍କର ସାନ୍ନିଧ୍ୟ ମଧ୍ୟକୁ ସେ ପାରଦିଶକୁ ଯାଇପାରନ୍ତି କିମ୍ବା ମଧ୍ୟ ଆକାଶକୁ ଗମନ କରିପାରନ୍ତି, କିନ୍ତୁ ଆମମାନେ ରହିଯିବା ବୋଲେ ତାହା ବଡ ଦୁଃଖର ବିଷୟ ହବ। ସେଥିପାଇଁ ଟିକେ ଆଲୋଚନା କରିବା ଯେ ଏ ଦ୍ରାକ୍ଷା କ୍ଷେତ୍ର କଣ ଏବଂ ୟାକୁ କଣ କଲେ ଆଉ ସୁରକ୍ଷିତ ହେଇଥାନ୍ତା ଏବଂ ଏ ଦ୍ରାକ୍ଷା କ୍ଷେତ୍ରରେ ଦ୍ରାକ୍ଷା ଲତା ଗୁଡାକ ଫଳବନ୍ତ ହେଇଥାନ୍ତେ, ସେ ଉପରେ ଟିକେ ଆଲୋଚନା କରିବା। ପ୍ରଥମ କରି ଆଲୋଚନା କରିବା ଯେ ଦ୍ରାକ୍ଷା କ୍ଷେତ୍ର କଣ। ଯଦି ଆମମାନେ ଆଲୋଚନା କରିବା ତାର ପ୍ରଥମ କରନ୍ତି 3:9 କିଏ ଜଣେ ପାଠ କରି ଶୁଣେଇବେ କି? ତେବେ ମୁଁ କାରଣ ଆଜ୍ଞା କହିବି। ଆମ୍ଭେମାନେ ଈଶ୍ୱରଙ୍କର ସହକର୍ମୀ, ତୁମେମାନେ ଈଶ୍ୱରଙ୍କ କ୍ଷେତ, ଈଶ୍ୱରଙ୍କ ଗୃହ। ବାସ୍, ଏଟା ଲେଖା ଅଛି ତୁମାନେ ଈଶ୍ୱରଙ୍କର କ୍ଷେତ। ଆବାରେ ସହକର୍ମୀ ଆଡକୁ ଯିବାନି। ଆମେ ସମସ୍ତେ ହଉଛୁ ଈଶ୍ୱରଙ୍କର କ୍ଷେତ। ବିଶ୍ୱାସିନୀ ମାନେ ଯଦିଚ ଆମେ ନେତୃପକ୍ଷ ହେଇପାରୁ, ମଣ୍ଡଳୀର ସେବା ପାଇଁ ଆମେ ପାଳକ ହେଇପାରୁ, କିମ୍ବା ବିଭିନ୍ନ ସଂସ୍ଥା ମାନଙ୍କର ନିର୍ଦ୍ଦେଶକ ହେଇପାରୁ, କିନ୍ତୁ ଆମମାନେ ପ୍ରଥମରେ ଈଶ୍ୱରଙ୍କର ଗୋଟେ କ୍ଷେତ୍ର। ଆଉ ୟାକୁ ଆଉ ସାଧାରଣତଃ ଯୋଉ ଭାବରେ ଆଲୋଚନା କରାଯାଇଛି ମାଥ୍ୟୁ ତାର 13:25 ମୁଁ କହିଦେବି, ସମୟ ଟିକେ ଆଉ ଆପଣ ମାନେ ଯୋଉମାନେ ଆମମାନେ ଏଠାରେ ଯୋଗ ଦେଉଛନ୍ତି ଆଉ ସେମାନେ ସମସ୍ତେ ଅଭିଜ୍ଞ ଯେ ଆମମାନଙ୍କର ହୃଦୟ ଈଶ୍ୱରଙ୍କର କ୍ଷେତ୍ର, ଯାହା ମାଥ୍ୟୁ ପୁସ୍ତକରେ ବୀଜ ବୁଣାଳି ଦୃଷ୍ଟାନ୍ତରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ଆମମାନଙ୍କ ହୃଦୟ ଈଶ୍ୱରଙ୍କ କ୍ଷେତ୍ର। ହେଲେ ଏକ କ୍ଷେତରେ ଦ୍ରାକ୍ଷା କ୍ଷେତ୍ରରେ ଦ୍ରାକ୍ଷା ଫଳ ଫଳିବା ପର୍ଯ୍ୟନ୍ତ ଯଦି ଦେଖିବା କିଛି କାର୍ଯ୍ୟ ଦରକାର, ଯଦ୍ୱାରା ସେ ଦ୍ରାକ୍ଷା ଫଳ ଫଳି ପାରିବ। ଆମେ ଯଦି ଯେଶାୟା ପୁସ୍ତକ 5 ପର୍ବକୁ ଟିକେ ଭଲ ଭାବରେ ନିରୀକ୍ଷଣ କରିବା, ପଢିବା, ସେଠାରେ କେତେକ କଥା ଲେଖା ଅଛି। ତାର 2 ପଦରେ ଲେଖା ଅଛି, ଯେତେବେଳେ ପ୍ରିୟତମ ସେ ଏକ ଦ୍ରାକ୍ଷା କ୍ଷେତ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଦ୍ରାକ୍ଷା କ୍ଷେତ୍ରର ଯେତେ ପଥର ଥିଲା ସେ ପଥରକୁ କାଢି ଦଉଛନ୍ତି। ତେବେ ପ୍ରଥମ କର୍ତ୍ତବ୍ୟ ହଉଛି ଦ୍ରାକ୍ଷା କ୍ଷେତ୍ରରେ ଯୋଉ ପଥର ଅଛି ସେ ପଥରକୁ ବାହାର କରିଦବାର ଅଛି, ଏକ ଉର୍ବରା କ୍ଷେତ୍ର ପ୍ରସ୍ତୁତ ପାଇଁ। ଦ୍ଵିତୀୟରେ ଅତି ଉତ୍ତମ ଦ୍ରାକ୍ଷା ଲତାର ଚାରାକୁ ରୋପଣ କରିବାର ଅଛି। ତୃତୀୟରେ ସେ ଦ୍ରାକ୍ଷା କ୍ଷେତ୍ର ଚତୁର୍ଦିଗରେ ବାଡ଼ ଦେବାର ଅଛି। ଚତୁର୍ଥରେ ଡାଳ କଟା ହେବାର ଅଛି ଏବଂ କୁଡା ହେବାର ଅଛି। ପଞ୍ଚମରେ ଏସବୁ କରିବା ବାଦେ ମଝିରେ ମଝିରେ ଜଳସେଚନର ବ୍ୟବସ୍ଥା କରିବାର ଅଛି। ଏଇ 5ଟା ବିଷୟ ହେଲେ ହିଁ ଗୋଟେ ଦ୍ରାକ୍ଷା କ୍ଷେତ୍ର ଉତ୍ତମ ଭାବରେ ନିଜର ଦ୍ରାକ୍ଷା ଫଳକୁ ଉତ୍ପନ୍ନ କରିପାରିବ, ସେ ଫଳବାନ ହେଇପାରିବ। ଏବେ ତ ସମସ୍ତେ ଅଭିଜ୍ଞ, ବେଶୀ କିଛି କହିବା ପାଇଁ ଚାହୁଁନି ଯେ ଦ୍ରାକ୍ଷା କ୍ଷେତ୍ରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଥମ କାର୍ଯ୍ୟ ସେ କରନ୍ତି,
प्रथम कार्य ये सब 5टा कार्य से करते आ प्रथम कार्य से वाक्य रूप बीज द्वारा हातुड़ी रूप वाक्य द्वारा हृदय को भांगती एवं से हृदय ईश्वर वाक्यर रूप बीज को बपन करते जो द्वारा द्राक्षालता बढ़े जहाँकि माने माथ्यू तार 13:25 आड़ को देखुछु जे बीज बुणाली हृदय बीज बुणे वाक्य रूप बीज बुणे ए वाक्य रूप बीज हातुड़ी स्वरूप आमानकर हृदय कठिन अवस्था को से भांगी चुरमार कर दिए एवं से बीज रोपण हुए आयबों परी जितेबाला परमेश्वर निकट को शैतान जाकि पचारा आपण आईबंकर चतुर्दिगरे समस्त उपरे आपणार बाड़ देइछन्ते परमेश्वर यह मध्य करते आत्मिक जीवन सुरक्षा पाए से आमानकर चतुर्दिगरे बाड़ दियन्ते डाल कटा हवा कथा कुड़ा हवा कथा जदि आम देखा प्रेतपाल को जीवन कथा देखा प्रेतपाल को जीवन रे एक से पीड़ा को अनुभव करुले से प्रार्थना करथिले प्रभु मो जीवन रु मोर शरीर ए पीड़ा को दूर कर मात्र परमेश्वर कहले तुमर दुर्बलतार आमर शक्ति प्रकाश पाए बेले बेले आमानकर आत्मिक जीवन सुरक्षा पाए प्रभु ए प्रकार किछि कोड़ा कार्य करती डाल कटा कार्य करती विभिन्न समय रोग विभिन्न समय बेले बेले किछि क्षति एवं आर्थिक अभाव परिस्थिति आसे जहाँ आमान को आत्मिक जीवन रे आहुरी अभिवृद्धि हवा पाए साहाय्य करे एवं फलवंत हवा पाए साहाय्य करे जदि देखिबा जल जलसेचन जो आवश्यकता परमेश्वर जोएल तार 2:23-24 टिके पाठ करी सुनेबे कि जोएल पुस्तक 2:23-24 एथिपाई हे सियोनर संतानगण तुम्भे माने उल्लसित हुओ ओ सदाप्रभु तुमମାନଙ୍କର परमेश्वरଙ୍କ ଠାରେ आनंद कर कारण से तुमମାନଙ୍କୁ ଯଥାର୍ଥ ପରିମାଣରେ आद्य पुष्टि दियନ୍ତି ଓ ସେ ତୁମମାନଙ୍କ ନିମନ୍ତେ ପୁଷ୍ଟି ବର୍ଷାନ୍ତି आद्य पुष्टि ଓ ଶେଷ ପୁଷ୍ଟି ପ୍ରଥମ ମାସରେ ପୁଣି ତୁମମାନଙ୍କର ଖଳା ସବୁ ଗହମରେ ପରିପୂର୍ଣ୍ଣ ହେବ ଓ କୁଣ୍ଡ ସବୁ ଦ୍ରାକ୍ଷାରସ ଓ ତୈଳରେ ଉଛୁଳି ପଡ଼ିବ। धन्यवाद तेबे ए आद्य पृष्टि शेष पृष्टि मध्य परमेश्वर दियंती वृष्टि बिना जलर संभव हो पार नहीं कारण आत्मिक जीवन रे परमेश्वर ए प्रकार वाक्य वृष्टि करते एक प्रकार आत्मा वृष्टि करते जो द्वारा आत्मिक जीवन रे अभिवृद्धि हवा पाए पूर्ण हवा पाए आमान को बहुत साहाय्य करे एते सबु परमेश्वर आमान को निमंते एक द्राक्षा क्षेत्र रे जेमती फल फलिबा कथा सेमती फल फलिया पाए साहाय्य कला परे मध्य आमारे जिसा तार 5:4-5 जदि पढ़ुचे सेठारे देखा जाए जे सेठारे बन्य द्राक्षा फल फलिला बेले बेले आमानकर आत्मिक जीवन रे आमानकर पारिपार्श्विक परिस्थिति आमान ऊपर जो बोझ रही जाए ये जागतिक जीवन रे जगतर जो माया मोह एवं जगतर जो प्रतिकूल परिस्थिति आमानकर आत्मिक जीवन को बेले बेले किछि लोकक जीवन रे एमती घटे जो ठारे द्राक्षा फल उत्तम द्राक्षा फल फलिबा कथा सेठारे बन्य द्राक्षा फल फले आउ जेतेबेले बन्य द्राक्षा फल फले सेतेबेले ईश्वर पसंद करते से इच्छा करते मु एमान को पाई ए द्राक्षा क्षेत्र पाई पत्थर खोली बाहर कली एक उर्वरा खेत प्रस्तुत कली अति उत्तम चारा आनी रोपण कली चतुर्दिगरे बाड़ देली डाल कटा काम कली कोड़ा काम कली वृष्टि वर्षण कली तथापि बन्य द्राक्षा फल फलिला कहीं जदि बन्य द्राक्षा फल फलिला तेबे से द्राक्षा क्षेत्र को उजाड़ कर देबा दरकार से द्राक्षा क्षेत्र को संपूर्ण भाव नष्ट कर देबा दरकार से द्राक्षा क्षेत्र आउरी रहबा योग्य नुहे यार
କେତେକ ମୂଳ କାରଣ ଅଛି ଯଦି ପରମେଶ୍ୱର ଏସବୁ କରନ୍ତି କିନ୍ତୁ ଶତ୍ରୁ ଶୟତାନ ଅଛି ଆଉ ସେ ଶତ୍ରୁ ଶୟତାନ ସବୁବେଳେ ଏ ଦ୍ରାକ୍ଷା କ୍ଷେତ୍ର ବା ଆତ୍ମିକ ଜୀବନରେ ଫଳ ନ ଫଳୁ ବୋଲି ସେ ସବୁବେଳେ ଚାହେଁ ଏବଂ ଏ ଦ୍ରାକ୍ଷା କ୍ଷେତ୍ର ନଷ୍ଟ ହେଇଯାଉ ବୋଲି ସେ ଚାହେଁ। ପ୍ରଥମ କଥା ଯଦି ଆମେ ଦେଖିବା ମାଥ୍ୟୁ ତାର ଯଦି 13 ପର୍ବର ଶେଷାଂଶ ଆଡକୁ ଯିବା ସେଠାରେ କେତେ କଥା ଲେଖା ଅଛି 13:25 ଟିକେ ପଢି ସାହାଯ୍ୟ କରିବେ କି? ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣି ଦେଇ ଚାଲିଗଲା। ବାସ୍, ଧନ୍ୟବାଦ। ପ୍ରଥମ କଥା ହଉଛି ଲୋକେ ନିଦ୍ରା ଯାଇଥିବା ସମୟରେ ଶତ୍ରୁ ଏଇ ଉତ୍ତମ ଦ୍ରାକ୍ଷା କ୍ଷେତ୍ର ପରି କ୍ଷେତ୍ରରେ ବାଳୁଙ୍ଗା ବୁଣି ଦିଏ। ବିଶେଷ କରି ଆଉ ଆମମାନଙ୍କର ଜୀବନରେ ମଧ୍ୟ ସେୟା ଘଟେ ଯେ ଆମେ ଯେତେବେଳେ ନିଦ୍ରା ଯାଉଛୁ ବିଶ୍ରାମ ନେଇ ଯାଉଛୁ ସ୍ଥିର ହେଇଯାଉଛୁ ଈଶ୍ୱରଙ୍କର ଯୋଉ ଅନୁଗ୍ରହ କୃପା ମଙ୍ଗଳକୁ ବିବେଚନା କରୁନାହୁଁ ଆମେ ଠିକ ଅଛି ବୋଲି ଭାବୁଛୁ ଏବଂ ଆଧ୍ୟାତ୍ମିକ ଜୀବନରେ ଯୋଉ ସମର୍ପଣର ଆବଶ୍ୟକତା ବାରମ୍ବାର ସମର୍ପଣ ବିବେଚନା ଆଉ ଆମମାନଙ୍କର ଜୀବନକୁ ସମୀକ୍ଷା କରିବାର ସମୟ ଗୁଡାକ ଆମେ ଅଧିକ ଭାବରେ ଯେତେବେଳେ ଦଉନୁ ବିଶ୍ରାମ ନେଇଯାଉଛୁ ସେତେବେଳେ ଏ ଶୟତାନ ବୀଜ ବୁଣି ଦଉଛି। ଦାଉଦ ଯେତେବେଳେ ବିଶ୍ରାମ ନେଇଗଲେ ଯୁଦ୍ଧର ସମୟରେ ତାଙ୍କୁ ଏକ ପରୀକ୍ଷା ପଳେଇ ଆସିଲା ଯୋଉ ପରୀକ୍ଷାରେ ସେ ହାରିଗଲେ। ଦାଉଦ ପରି ଈଶ୍ୱରଙ୍କର ମନର ମତ ବ୍ୟକ୍ତି ବିଶ୍ରାମ ନେଇଗଲେ ଯୁଦ୍ଧ ସମୟରେ ଠିକ ସେମିତି ଆମମାନଙ୍କର ଜୀବନରେ ମଧ୍ୟ ଯେତେବେଳେ ଆମେ ବିଶ୍ରାମ ନେଇଯାଉଛୁ ଏହା ଏକ ଆତ୍ମିକ ଯୁଦ୍ଧର ବିଷୟ ଆମେ ଜାଣିଛୁ ସମସ୍ତେ କିନ୍ତୁ ଆତ୍ମିକ ଯୁଦ୍ଧ ସମୟରେ ଜାଗତିକ ବିଶ୍ରାମ ଜାଗତିକ ଜୀବନରେ ଆମେ ଯେତେବେଳେ ଆରାମ କରିଦଉଛୁ ସେତେବେଳେ ଶୟତାନ ବୀଜ ବୁଣି ଦଉଛି। ଫଳରେ ଯୋଉ ଦ୍ରାକ୍ଷା କ୍ଷେତ୍ରରେ ଦ୍ରାକ୍ଷା ଲତା ଉପରକୁ ଉଠିବା କଥା ସେ ଦ୍ରାକ୍ଷାରେ କଣ୍ଟକ ଲତା ଯାକ ବଢୁଛନ୍ତି ଯାହା ଏ ଦ୍ରାକ୍ଷା ଲତା ଗୁଡାକୁ ଚାପି ପକଉଛନ୍ତି। ଯଦି ଚାପି ପକେଇବେ ଦ୍ରାକ୍ଷାଲତା ବଢିବ କେତେବେଳେ ଏବଂ ଦ୍ରାକ୍ଷାଲତାରେ ଫଳ ଫଳିବ କେତେବେଳେ? ପ୍ରଥମ କଥା। ଦ୍ୱିତୀୟ କଥା ହଉଛି ପରମ ଗୀତ 2:15 ଲେଖା ଯାଇଛି ଶୃଗାଳ ମାନଙ୍କୁ ଏବଂ କ୍ଷୁଦ୍ର ଶୃଗାଳ ମାନଙ୍କୁ ଧର କାରଣ ଦ୍ରାକ୍ଷାଲତା ପୁଷ୍ପିତ ହଉଛି ଯଦି ସେମାନେ ସେ ବୃକ୍ଷ ଗୁଡାକରେ ବା ସେ ଲତା ଗୁଡାକରେ ଡେଇଁବେ ଦ୍ରାକ୍ଷାଲତାର ଫୁଲ ନଷ୍ଟ ହେଇଯିବ ଦ୍ରାକ୍ଷାଲତା ଫଳି ପାରିବନି। ଛୋଟ ଛୋଟ ପାପ ଆମେ ସାଧାରଣତଃ ପ୍ରଭୁଙ୍କର ଦାସ ମାନେ ହିସାବରେ ବଡ ବଡ ପାପ କରିବା ପାଇଁ ଦୁର୍ବଳ ଆମେ ଇଚ୍ଛା କରିବା ନାହିଁ ଠିକ ଅଛି କିନ୍ତୁ ଛୋଟ ଛୋଟ ଯୋଉ ପାପ ଗୁଡାକ ଆମମାନଙ୍କ ଜୀବନ ରହିଯାଏ ତାହା ଆମମାନଙ୍କର ଆତ୍ମିକ ଜୀବନକୁ ନଷ୍ଟ କରି ପକାଏ। ଫଳ ପୁଷ୍ପ ଫଳରେ ପରିଣତ ହେବା ପାଇଁ ଯୋଉ ସବୁ ସମୟ ଦରକାର ସେ ସମୟ ଭିତରେ ଏଇ ଛୋଟ ଛୋଟ ଶୃଗାଳ ପରି ପାପ ଗୁଡାକ ଆମମାନଙ୍କୁ ନଷ୍ଟ କରି ପକାନ୍ତି ବଢିବାକୁ ଦିଅନ୍ତେନି। ସେଥିପାଇଁ ଛୋଟ ଛୋଟ ପାପ ଗୁଡାକ ମଧ୍ୟ ଆମମାନଙ୍କ ଜୀବନକୁ ଆତ୍ମିକ ଜୀବନକୁ ନଷ୍ଟ କରିବାରେ ସକ୍ଷମ। ସେଥିପାଇଁ ସେଥିରୁ ଦୂର ହେଇକିରି ଆମେ ଜୀବନ ଯାପନ କରିବା ଦରକାର। ପ୍ରତ୍ୟେକ ବିଷୟରେ ସତର୍କ ବିଶ୍ୱାସୀ ମାନେ ସତର୍କ ହେବା ଦରକାର କାରଣ ଖାଲି ଆମମାନଙ୍କ ଜୀବନରେ ଆମେ ବିଶ୍ୱାସୀ କେବଳ ନହଉ ଆମମାନଙ୍କର ପରିବାର ଅଛି ଆମମାନଙ୍କୁ ଆହୁରି ଦାୟିତ୍ୱ ଅଛି ଏଇ ସବୁ ଆମ ଉପରେ ନିର୍ଭର କରୁଛି। ଯଦି ଆମେ ଆମ ପରିବାରକୁ ସମ୍ଭାଳି ପାରିବା ଏବଂ ପଲକୁ ସମ୍ଭାଳି ପାରିବା ଏବଂ ଆମଙ୍କର ଆର୍ଥିକ ଜୀବନ ସୁରକ୍ଷିତ ହେବ ତେବେ ଯାଏ ଆମେ ଈଶ୍ୱରଙ୍କ ରାଜ୍ୟକୁ ଯିବା ଏବଂ ଈଶ୍ୱରଙ୍କ ରାଜ୍ୟରେ ପୁରସ୍କାର ସହିତ ସମ୍ମାନିତ ହେଇପାରିବା। ଯଦି ଆମମାନଙ୍କର ପାରିବାରିକ ଜୀବନ ଏବଂ ଆମମାନଙ୍କର ପ୍ରଭୁ ଅନୁଗ୍ରହ କରି ଦେଇଥିବା ଯୋଉ ଆହ୍ୱାନ ଦାୟିତ୍ୱକୁ ଆମେ ପ୍ରତି ପାଳନ କରୁଥିଲେ ମଧ୍ୟ ବ୍ୟକ୍ତିଗତ ଜୀବନ ଉପରେ ବହୁତ ପ୍ରଭାବ ପଡେ ଆଉ ତାହାର ଯଦି ସଠିକ ହେଇନଥିବ ଆମମାନଙ୍କୁ କୈଫତ ଦେବାକୁ ପଡିବ ଆମ ପାଇଁ ସମସ୍ୟା ରହିବ। ସେଥିପାଇଁ ପ୍ରତ୍ୟେକ ଛୋଟ ଛୋଟ ପାପକୁ ମଧ୍ୟ ଆମେ ଦୃଷ୍ଟି ଦେବାକୁ ପଡିବ। ତୃତୀୟ ଏବଂ ସବୁଠୁ ବଡ କଥା ହଉଛି ଯାହା ପ୍ରଭୁ ଶ୍ରୀଖ୍ରୀଷ୍ଟ କହିଲେ ମୁଁ ଉତ୍ତମ ଦ୍ରାକ୍ଷାଲତା ପ୍ରକୃତ ଦ୍ରାକ୍ଷାଲତା ମୋ ଠାରେ ଯେ ରହିବ ସେ ଶାଖା ଯେପରି
ବୃକ୍ଷ ସହିତ ମିଶି ନ ରହିବ, ଗଣ୍ଡି ସହିତ ଲାଗି ନ ରହିବ, ଫଳ ଫଳି ନ ପାରିବ ଏବଂ ଶୁଖିଯିବ। ଠିକ୍ ସେମିତି ମୋ ଠାରେ ଯୋଉ ବିଶ୍ୱାସୀ ମାନେ ରହନ୍ତି ସେମାନେ ମୋ ଠାରୁ ରସ ସଂଗ୍ରହ କରିବେ ଏବଂ ସେମାନେ ଫଳବାନ ହେବେ। କିନ୍ତୁ ଯୋଉମାନେ ମୋ ଠାରେ ରହନ୍ତି ସେମାନେ ଫଳବାନ ହେଇପାରିବେ ନାହିଁ, ସେମାନେ ଶୁଖିଯିବେ। ଠିକ୍ ସେମିତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସାନ୍ନିଧ୍ୟରେ ସବୁବେଳେ ଯଦି ଆମେ ରହିବା ନାହିଁ, ଆସ୍ତେ ଆସ୍ତେ ଆମର ଆତ୍ମିକ ଜୀବନ ନିରସ ହେଇଯିବ। ଆସ୍ତେ ଆସ୍ତେ ଆମମାନଙ୍କର ଆତ୍ମିକ ଜୀବନରେ ଅଭିବୃଦ୍ଧି ପୁରା ଦୁର୍ବଳ ହେଇଯିବ, ବଢି ହବ ନାହିଁ। ଏବଂ ଫଳ କଥା ତ ଆହୁରି ବହୁତ କଷ୍ଟକର କଥା। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ କଥା କହିଲେ, ମୋ ଠାରେ ରୁହ, ମୁଁ ତୁମ ଠାରେ ରହିବି ଏବଂ ମୋ ଠାରେ ଯୋଉ ଆତ୍ମିକ ଭାବରେ ଫଳବାନ ହେବା ପାଇଁ ଯୋଉ ସମସ୍ତ ବିଷୟ ଅଛି, ମୋ ଠାରୁ ତାହାକୁ ଗ୍ରହଣ କର, ତେବେ ତୁମେ ଆତ୍ମାରେ ଫଳବାନ ହେଇପାରିବ। ହେଲେ ସାଧାରଣତଃ ବେଳେ ବେଳେ ଆଉ ପ୍ରାର୍ଥନାରେ, ବେଳେ ବେଳେ ମାନେ ବାକ୍ୟ ଅଧ୍ୟୟନରେ, ବେଳେ ବେଳେ ବାକ୍ୟ ଶ୍ରବଣରେ ଆମେ ଦୁର୍ବଳ ହେଇଯାଉଛୁ। ଜାଗତିକ କାର୍ଯ୍ୟ ବ୍ୟସ୍ତତା, ପାରିବାରିକ ସମସ୍ୟା, ପରର ଚିନ୍ତା ଏବଂ ପଲକୁ ପ୍ରତିପାଳନ କରିବା ପାଇଁ ଆମେ ତା ଉପରେ ଗୁରୁତ୍ୱ ଦେଇକରି ଏ ବ୍ୟକ୍ତିଗତ ପରମେଶ୍ୱରଙ୍କର ସାନ୍ନିଧ୍ୟରେ ରହିବା, ପ୍ରଭୁ ଯୀଶୁଙ୍କ ସଂସ୍ପର୍ଶରେ ରହିବା, ସହଭାଗିତାରେ ରହିବା ଜୀବନ ଟିକେ ଦୁର୍ବଳ ହେଇଯାଏ। ଯେତେବେଳେ ଏଇ ଜୀବନ ଦୁର୍ବଳ ହେଇଯାଏ ବା ନିରସ ହେଇଯାଉ, ଆମମାନଙ୍କର ଆତ୍ମିକ ଜୀବନରେ ସମସ୍ୟା ଆସିଯାଏ, ଫଳବାନ ହେବା ପାଇଁ କଷ୍ଟ ହେଇଯାଏ। ସେଥିପାଇଁ ଏ ତିନିଟା ବିଷୟକୁ ବହୁତ ଗୁରୁତ୍ୱର ସହିତ ନେବାର ଅଛି ଯେ ବିଶ୍ରାମ ନେବାକୁ ନେଇ କେବେ ହେଲେ ମଧ୍ୟ ଜାଗତିକ ଜୀବନ ଆମମାନଙ୍କୁ ପ୍ରତ୍ୟେକ ସମୟରେ ପ୍ରତିକୂଳ ପରିସ୍ଥିତି ରହୁଛି। ସେଥିପାଇଁ ଏଇ ଜୀବନରେ ପ୍ରତ୍ୟେକ ଅବସ୍ଥାରେ ପ୍ରଭୁଙ୍କର ସାନ୍ନିଧ୍ୟକୁ ଆସିବା ଦରକାର। ଦ୍ୱିତୀୟରେ ଆମମାନଙ୍କ ଜୀବନକୁ ସମୀକ୍ଷା କରିବା ଦରକାର। ଛୋଟ ଛୋଟ ଶୃଗାଳ ପରି ପାପ ଅଛି, ନିଶ୍ଚୟ ତାହା ଆମମାନଙ୍କ ଜୀବନକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବ, ଆତ୍ମିକ ଭାବରେ ବଳିଷ୍ଠ ହେବା ପାଇଁ ରୋକିବ। ସେଥିପାଇଁ ତାକୁ ମଧ୍ୟ ସମୀକ୍ଷା କରୁଥିବା ଦରକାର ଅଛି। ତୃତୀୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ସାନ୍ନିଧ୍ୟରେ ସବୁବେଳେ ରହିବା ଦରକାର। ସେଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ କହିଲେ ସର୍ବଦା ପ୍ରାର୍ଥନା କର, ନିରନ୍ତର ପ୍ରାର୍ଥନା କର। ତାର ଅର୍ଥ ନୁହେଁ ଯେ ସବୁବେଳେ ଆଣ୍ଠୁ ପାତି ଗୋଟେ ଠାରେ ରହିବା। ଆମେ ସମସ୍ତେ ଜାଣୁଛୁ, ଆମେ ଜାଣୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କ ଜୀବନରେ ସବୁବେଳେ ସ୍ମରଣ କରୁଥିବାର ଅଛି, ପ୍ରତ୍ୟେକ ଅବସ୍ଥା ତାଙ୍କୁ ଜଣେଇବାର ଅଛି ଏବଂ ତାଙ୍କ ଠାରୁ ଆଶୀର୍ବାଦ ଆତ୍ମିକ ଶକ୍ତିରେ ଅଭିବୃଦ୍ଧି ହେଉଥିବାର ଅଛି। ଏ ତିନିଟା ନିହାତି ଆବଶ୍ୟକ ବିଷୟ। ରାତ୍ରିରେ ଯୋଉ ବିଶ୍ରାମ ନଉଛୁ, ପରମ ଗୀତର ପ୍ରେମିକା କୁହନ୍ତି, ଯଦିଚ ମୁଁ ନିଦ୍ରିତ ଥିଲି ତଥାପି ମୋର ହୃଦୟ ଜାଗ୍ରତ ଥିଲା। ହୃଦୟ ସବୁବେଳେ ସଦାପ୍ରଭୁଙ୍କ ପାଇଁ, ପ୍ରଭୁ ଯୀଶୁଙ୍କ ପ୍ରେମ ପାଇଁ ଆଗ୍ରହର ସହିତ ଅପେକ୍ଷା କରିବାର ଅଛି। ମିଳନ ପାଇଁ ଆଶା ଆକାଂକ୍ଷା କରିବାର ଅଛି, ଦ୍ୱିତୀୟ ଆଗମନ ପାଇଁ ପ୍ରସ୍ତୁତ ହେବାର ଚିନ୍ତା ରହିବାର ଅଛି। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ କଣ କରିବେ? ଆମମାନଙ୍କ ଜୀବନରେ ସବୁବେଳେ ତାଙ୍କର ସେ ଆତ୍ମିକ ସ୍ପର୍ଶତା ଆମମାନଙ୍କୁ ଦେବେ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ରକ୍ତର ଶକ୍ତି ସବୁବେଳେ ଆମମାନଙ୍କ ହୃଦୟରେ କାର୍ଯ୍ୟ କରୁଥିବ, ଆମମାନଙ୍କ ମସ୍ତିଷ୍କକୁ ନିୟନ୍ତ୍ରଣ କରୁଥିବ। ତାଙ୍କର ସୁରକ୍ଷାର ବାଡ଼ ଆୟୁବ ପରି ପ୍ରଭୁ ଜୀବନ ଯେତେବେଳେ ପର୍ଯ୍ୟନ୍ତ ଅଛି, ହେଲା, କିନ୍ତୁ ପ୍ରଭୁ ଭୟରେ ସେ ଏକ ମହାନ ବ୍ୟକ୍ତି ଥିଲେ। ଭୟ ଜୀବନ ସବୁବେଳେ ରହିବ। ତେବେ ଏସବୁ ପାଇଁ ଆମମାନଙ୍କୁ ଜୀବନରେ କେତେକ କାର୍ଯ୍ୟ କରିବାକୁ ପଡିବ ଫଳବାନ ହେବା ପାଇଁ। ଏଠି ଗୋଟେ କଥା ଲେଖା ଅଛି, ଯଦି ଫଳବାନ ହେବା କଥା କୁହାଗଲା, ଅନେକ ଜୀବନରେ ସମସ୍ୟା ରହିଯାଏ, ଫଳବାନ ହୁଏ ନାହିଁ। ତେବେ ଗୋଟେ କଥା ମୁଁ ଚିନ୍ତା କରିବା ପାଇଁ ଚାହୁଁଛି, ଦ୍ରାକ୍ଷା କ୍ଷେତ୍ରକୁ ଉଜାଡ କରିବାର ଗୋଟିଏ କାରଣ, ବହୁତ ବଡ କାରଣ ହେଲା ବନ୍ୟ ଦ୍ରାକ୍ଷା ଫଳ ଫଳିବା। ଯେତେବେଳେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବନ୍ୟ ଦ୍ରାକ୍ଷା ଫଳ ଫଳିବାର ନ ଦେଖନ୍ତି, ସେତେବେଳେ ପର୍ଯ୍ୟନ୍ତ ଦ୍ରାକ୍ଷା କ୍ଷେତ୍ରକୁ ସେ ଉଜାଡ କରିବେ ନାହିଁ, ଦ୍ରାକ୍ଷା କ୍ଷେତ୍ରକୁ ନଷ୍ଟ କରିବେ ନାହିଁ। ବନ୍ୟ ଦ୍ରାକ୍ଷା ଫଳ ଫଳିଲେ ଯାଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜକୁ ଏକ ବଡ ଷ୍ଟେପ ନେବା ପାଇଁ ଇଚ୍ଛା କରନ୍ତି, କାରଣ ତାଙ୍କର ଅଗୌରବର କାରଣ ହୁଏ। ଏ ବନ୍ୟ ଦ୍ରାକ୍ଷା ଫଳର ଅର୍ଥ ଏଇ ପ୍ରକାର ହେଇପାରେ ଯେ ଆମମାନଙ୍କର
आत्मिक जीवन रे जेते आमाने अभिवृद्धि हेबा कथा आत्मार फल जहाँकि माने प्रेम आनंद शांति दीर्घ सहिष्णुता परोपकारिता विश्वस्तता मृदुता एवं आत्मसंयम ए सब फल आम जीवन में देखा कथा एक विश्वासी हिसाब रे एक प्रभुଙ୍କର दास हिसाब रे किंतु ताहा जदि देखा न गले मध्य प्रभु यीशु ख्रीष्ट जदि आमाने विश्वास रे प्रभुଙ୍କର सानिध्य तांकर सहभागितार अच्छु बोले आहरी किसी समय से सुजोग दे पारती अनुग्रह समय भितर से आमान को आहरी सुजोग दे पारती एवं देवे मध्य किंतु ए आत्मा को फल न फलिकी जदि शारीरिक कार्य गुड़ाक आम जीवन में तार प्रतिकूल विपरीत फल फल प्रेम जदि अच्छी आउ प्रेमर विपरीत होउछि ईर्षा करिबा प्रेमर विपरीत होउछि विवाद करिबा द्वेष करिबा ए जिंस जाक जदि अछि आमान जीवन रे विपरीत फल को से आशा करती नहीं आम जीवन रे से चाहते जे प्रभु यीशु ख्रीष्ट निमंते फल फलिबा पाए जहाँकि आत्मिक फल आमे अन्य को बेसी प्रेम करि न पारू किंतु अन्य को ईर्षा करिबा अन्य प्रति आउ विद्वेष मनोभाव रखिबा तेबे प्रभु ताको पसंद करिवे ना द्वितीय जदि देखिबा शांति कथा देखिबा जदि शांति आत्मांकर एक फल किंतु आमानक जीवन रे विवाद कथा जदि आसीबो आमानक जीवन रे मतभेद कथा जदि आसीबो आमानक मध्य जदि दलभेद कथा आसीबो आमानक जीवन रे जदि आउ विभिन्न प्रकार कथा आसीबो तेबे प्रभु केमती पसंद करिवे प्रेम बदल आम शत्रुता आचरण करवा आनंद बदल आम जीवन जहाँ पाइचु सब बेले प्रार्थना रे आम विभिन्न कथा सब कही था जो प्रभु आमको एटा दरकार सेटा दरकार सेटा दरकार एटा सब आवश्यक प्रभु आमको प्रभु तो आम प्रतिपालक से प्रतिपालन करेंगे पाइथिबा विषय को नहीं प्रभुकर धन्यवाद करने परिवर्ते पाइथिबा विषय को नहीं परमेश्वर प्रशंसा करने परिवर्ते आम जदि आहरी मागुथिबा एवं पाई कृतज्ञ बदल कृतज्ञ हेबा तेबे शांति मध्य रहिबो ना सेटा प्रभु देखुछंती जे मोर विश्वासी कि प्रकार ता जीवन को से परिचालना करुछि कि प्रकार से फल फलिया चेष्टा करुछि दीर्घ सहिष्णुता बदल असहिष्णु हो जाऊँ जनकर उन्नति देखिले जनकर उत्थान देखिले जनकर समृद्धि देखिले आम जीवन असहिष्णु ईर्षा पड़ा आसे प्रभु कहते दीर्घ सहिष्णु हो इटा तुमर एक आत्मार फल किंतु हो पारुनी परर उपकार तो करने केत प्रभुकर दास मान कर आत्मा को फल से फलुंट किंतु परर उपकार करने कथा कौन परर उपकार केतबेले गोड़ धरी टाणीदेवा जो द्वारा से तल को खसी आसो एक कथा चिंता करती प्रभु एक कथा पसंद करती जदि विश्वस्तता कथा देखिबा अनेक समय आम प्रभु श्रीकृष्ण विश्वस्तता रहिबार अर्थ होउछि जे आमाने अन्य मान को मध्य से आदर्श देखिबा किंतु अन्य माने आम उपर विश्वास करती किंतु आमे अन्य मान को पाए अविश्वस्त हो ए प्रकार के निजर स्त्री निज स्वामी पाए निजर स्वामी निज स्त्री पाए अविश्वस्त होउछि तेबे प्रभु पसंद करती नहीं से सब विषय प्रभु चाहती आम जे विश्वस्त हवा मृदुता हवा आत्मसंयम हवा ए फल फलिया प्रभु इच्छा करते जदि एबले ए सब फल आमाने फलिबार देखा न जाए बन्य द्राक्षा फल फली आमाने अधिक आग्रह प्रकाश कला भाया देखा जाउछु एवं से प्रकार कर्म जिते आम जीवन में देखा जाउछि आमानकर आचरण उचाड़ रे बन्य द्राक्षा फल फलिला भाया विषय मान जदि देखा जाउछि प्रभु दुख करते आउ से द्राक्षा क्षेत्र को से उजाड़ कर दियंते समय अनुग्रह समय को उणा कर दियंते से आसु आमानकर जागतिक जीवन अनेक समस्या अच्छी अनेक दुख अच्छी क्लेश अच्छी प्रतिकूल परिस्थिति अच्छी परिवार अच्छी एवं आम पाए किछि दायित्व भी अच्छी यह सत्वे आमाने निज हृदय को सजाड़ा
ତାଙ୍କର ରକ୍ତରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରକ୍ତରେ ସେ ହୃଦୟକୁ ସବୁବେଳେ ଧୌତ ପରିଷ୍କୃତ କରି ଶୁଚି କରି ରଖିବା ଏବଂ ସେ ହୃଦୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ରାଜା ରୂପରେ ଅବସ୍ଥାପନ କରିବା ଏବଂ ପ୍ରଭୁଙ୍କର ଗୌରବ ନିମନ୍ତେ ସବୁବେଳେ ସମର୍ପିତ ହଉ ସବୁବେଳେ ନିଜ ଜୀବନକୁ ଆତ୍ମିକ ଜୀବନକୁ ସମୀକ୍ଷା କରୁଥିବା ମୋର ଜୀବନରେ କୌଣସି ଦୁର୍ବଳତା ଆସିଗଲାଣି କି ମୋର ଜୀବନରେ ଅନ୍ୟ କେହି ରାଜତ୍ୱ କଲେଣି କି ମୋ ଜୀବନରେ ଅନ୍ୟ କେହି ଶତ୍ରୁ ବୀଜ ବୁଣି ଦେଇଛି କି ମୋ ଜୀବନରେ ଛୋଟ ଛୋଟ ଶୃଗାଳ ପରି ପାପ ଅଧିକାର କରୁଛି କି ଡେଉଁଛି କି ଏବଂ ମୁଁ ସଦାସର୍ବଦା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସଂସ୍ପର୍ଶରେ ଅଛି କି ସହଭାଗିତାରେ ଅଛି କି ଏ ତିନିଟା ବିଷୟ ଯେତେବେଳେ ଆମେ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ସମୀକ୍ଷା କରୁଥିବା ବିବେଚନା କରୁଥିବା ଏବଂ ପ୍ରଭୁଙ୍କର ସାନ୍ନିଧ୍ୟ ଆଡକୁ ଯାଉଥିବା ପ୍ରଭୁ ନିଶ୍ଚୟ ସେ ଦ୍ରାକ୍ଷା କ୍ଷେତ୍ରକୁ ରକ୍ଷା କରିବେ ଏବେ ଫଳ ଫଳି ନପାରୁ କିନ୍ତୁ ପ୍ରଭୁ ନିଶ୍ଚୟ ସେ ଆହୁରି ଆଶୀର୍ବାଦ କରିବେ ଆହୁରି ଆମମାନଙ୍କୁ ଫଳ ଫଳିବା ପାଇଁ ଯାହା ସବୁ ଆବଶ୍ୟକତା ସେ ସବୁ ଯୋଗେଇବେ ଏବଂ ଫଳ ଫଳିବା ପାଇଁ ସାହାଯ୍ୟ କରିବେ ନିଷ୍ଫଳ ହେବା ନାହିଁ ଏବଂ ଆମଙ୍କର କର୍ମମୟ ଜୀବନ ଯଦି ଆମେ ଅନ୍ୟ ପାଇଁ କିଛି କିଛି କରୁଛୁ ତାହା ଆମ ପାଇଁ ପୁରସ୍କାର ସ୍ୱରୂପ ହେବ ଫଳରେ ଆତ୍ମିକ ଜୀବନ ସୁରକ୍ଷା ହେଇଯିବ ଯୋଉଥିପାଇଁ ଆମଙ୍କର ଯୋଉ ଡେଷ୍ଟିନେସନ ଲକ୍ଷ୍ୟ ଅଛି ସେଇ ସ୍ୱର୍ଗୀୟ ବିଶ୍ରାମ ସ୍ଥାନ ସେ ପାରଦିଶ ସେ ଅବ୍ରାହମଙ୍କର କୋଳ ସେ ଶୂନ୍ୟମଣ୍ଡଳକୁ ନିତ ହେବା ପାଇଁ ଯୋଉ ଆଗ୍ରହ ଅଭିପ୍ରାୟ ସେ ସବୁରେ ଆମେ ସଫଳ ହେଇପାରିବା ଯଦି ଦ୍ରାକ୍ଷା କ୍ଷେତ୍ରକୁ ନିଜେ ସଜାଡି ନଥିବା ଦ୍ରାକ୍ଷା କ୍ଷେତ୍ରରେ ଯଦି এই ସବୁ ଯୋଉ ଜିନିଷ ଯାହା ଆମେ ଆଲୋଚନା କଲୁ ତାହା ଘଟୁଥିବ ଏବଂ ଆମମାନଙ୍କର ଆଚରଣ ପରିବର୍ତ୍ତନ ହେଇଯିବ ପ୍ରଭୁ ତାକୁ ପସନ୍ଦ କରିବେ ନାହିଁ ଆମେ ଯାହା କାମ କରିଥିଲେ ମଧ୍ୟ ଆମମାନଙ୍କ ଜୀବନରେ ଯେକୌଣସି ଉତ୍ତମ କାର୍ଯ୍ୟ କରିଥିଲେ ମଧ୍ୟ ବାକ୍ୟ ଶିକ୍ଷା ପ୍ରଚାର ଏବଂ ପ୍ରାର୍ଥନା ଉପବାସ ସଭା ସମିତିରେ ଯୋଗ ଦେଇଥିଲେ ମଧ୍ୟ ସେ ସବୁ ଆମ ପାଇଁ ଲାଭର ବିଷୟ ହେବ ନାହିଁ କିନ୍ତୁ ଲାଭର ବିଷୟ କେତେବେଳେ ହେବ ନିଜର ଦ୍ରାକ୍ଷା କ୍ଷେତ୍ରକୁ ସୁରକ୍ଷା କରିବା ସହିତ ଆନୁଷଙ୍ଗିକ ବିଷୟକୁ ମଧ୍ୟ ଯଦି ଦୃଷ୍ଟି ଦେବା ତେବେ ତାହା ମୋ ପାଇଁ ଲାଭର ବିଷୟ ହେବ ପ୍ରଭୁ এই ବାକ୍ୟରେ ଆଶୀର୍ବାଦ କରନ୍ତୁ ଧନ୍ୟବାଦ ପ୍ରଭୁଙ୍କ ଦାସଙ୍କୁ ମୁଁ ଧନ୍ୟବାଦ ଦଉଛି ବହୁତ ସୁନ୍ଦର ଭାବରେ ଈଶ୍ୱରଙ୍କର ବାକ୍ୟକୁ ଆଜି ସେ ପ୍ରକାଶ କରିଅଛନ୍ତି ବାସ୍ତବରେ ଯୋଉ ବାକ୍ୟ ମାନେ ଶ୍ରବଣ କରିଅଛୁ ବ୍ୟକ୍ତିଗତ ଜୀବନରେ ପାରିବାରିକ ଜୀବନରେ ମାଣ୍ଡଳିକ ଜୀବନରେ ତାହା ଅତି ଆବଶ୍ୟକ ବାକ୍ୟ ଆମମାନଙ୍କୁ ସଜାଡ଼ିବା ପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ ବାକ୍ୟ ଦେଇ ପ୍ରଭୁ ଆମମାନଙ୍କୁ ସଂଶୋଧନ କରନ୍ତୁ ବାକ୍ୟ ଦେଇ ପ୍ରଭୁ ଆମମାନଙ୍କୁ ପରିବର୍ତ୍ତନ କରି ଏକ ଆଶୀର୍ବାଦର ଜୀବନ କାଟିବାରେ ସାହାଯ୍ୟ କରନ୍ତୁ ଯେ ପ୍ରକାର କି ଆତ୍ମାର ଫଳରେ ଫଳବନ୍ତ ହେଇପାରିବା ପ୍ରଭୁ ସେ ପ୍ରକାର ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏହି ସମୟରେ ମୁଁ ଅନୁରୋଧ କରୁଅଛି ଆମେ ପ୍ରାର୍ଥନାରେ ଯିବା ସୁନ୍ଦର ବାକ୍ୟ ଦେଇଥିବା ପ୍ରଭୁଙ୍କ ଦାସଙ୍କ ପାଇଁ ଅବଶ୍ୟ ସେ ଜଣେ ସରକାରୀ କର୍ମଚାରୀ ହେଲେ ମଧ୍ୟ ଆତ୍ମିକ ଭାବରେ ଅନେକ ଅଭିବୃଦ୍ଧି କରିଅଛନ୍ତି ପ୍ରଭୁ ତାଙ୍କୁ ମାଇଟି ଭାବରେ ବ୍ୟବହାର କରୁଅଛନ୍ତି ପ୍ରଭୁଙ୍କ ଦାସ ଆଉ ହର୍ଷ କୁମାର ଲହରା ସାରଙ୍କ ପାଇଁ ପ୍ରାର୍ଥନା କରିବା ତାଙ୍କ ସେବା କାର୍ଯ୍ୟ ପାଇଁ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିବା ଏବଂ ଯେତେ ଜଣ ମାନେ ଆଜି ସତ୍ୟ ଜୀବନ୍ତ ବାକ୍ୟକୁ ଶ୍ରବଣ କରିଛୁ ଆମେ ସମସ୍ତେ ଯେପରି ସେ ବାକ୍ୟ ଅନୁସାରେ ଚାଲିପାରିବା ସେଥି ନିମନ୍ତେ ପ୍ରାର୍ଥନା କରିବା ଏବଂ ପ୍ରାର୍ଥନା କରିବା ଯେ ସୁନ୍ଦର ଭାବରେ ଆଜି ୱର୍ସିପ କରିଥିଲେ ପ୍ରଭୁଙ୍କ ଦାସ ଆଉ ରେଭରେଣ୍ଡ ରାଜେଶ ଲିମା ସାର୍ ତାଙ୍କ ପାଇଁ ତାଙ୍କ ସେବା କାର୍ଯ୍ୟ ପରିବାର ପାଇଁ ଆମେ ପ୍ରାର୍ଥନା କରିବା ଏବଂ ସୁନ୍ଦର ଭାବେ ପରିଚାଳନା କରୁଥିଲେ ଇଭାଞ୍ଜେଲିଷ୍ଟ ପ୍ରବୀଣା ମଲ୍ଲିକ ସିଷ୍ଟର ତାଙ୍କ ପାଇଁ ତାଙ୍କ ସେବା କାର୍ଯ୍ୟ ତାଙ୍କ ପରିବାର ପାଇଁ ପ୍ରାର୍ଥନାରେ ସ୍ମରଣ କରିବା ଏବଂ ସୁନ୍ଦର ଭାବରେ ଆଜି ବିଜ୍ଞାପନକୁ ଉପସ୍ଥାପନ କରିଥିଲେ 2 ଦିନ ଧରିକି ପରିଶ୍ରମ କରିଥିଲେ ପ୍ରଭୁଙ୍କ ଦାସ ରେଭରେଣ୍ଡ ସି ରବର୍ଟ ଜାକବ ସାର୍ ଚତୁର୍ଥତମ ଗେଟ୍ ଟୁଗେଦର କାର୍ଯ୍ୟକ୍ରମର ସଫଳତା ନିମନ୍ତେ ପ୍ରଭୁଙ୍କ ଦାସ ବୁଲିଛନ୍ତି ପରିଶ୍ରମ କରିଛନ୍ତି ଅନେକ ଲୋକଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଆଉ ସେ ସମସ୍ତ ବିଷୟ ନେଇ ପ୍ରାର୍ଥନା କରିବା ଭାରତର ବିଭିନ୍ନ ସ୍ଥାନରୁ ପ୍ରଭୁଙ୍କର ଦାସ ଦାସୀ ମାନେ ସେ ଚତୁର୍ଥ ଗେଟ୍ ଟୁଗେଦର କାର୍ଯ୍ୟକ୍ରମକୁ ଯିବେ ସମସ୍ତଙ୍କର ଯାତ୍ରା ପଥର ସଫଳତା କୁଶଳତା ସ୍ୱାସ୍ଥ୍ୟର ସୁସ୍ଥତା ନିମନ୍ତେ
ପ୍ରୋଗ୍ରାମର ସଫଳତା ନିମନ୍ତେ ଅନେକ ଅର୍ଥର ମଧ୍ୟ ଆବଶ୍ୟକତା ରହିଛି। ପ୍ରଭୁ ଯେପରି ଯୋଗେଇବେ, ଆଉ ସେଠାରେ କ୍ଲାଇମେଟ ଯେପରି ଭଲ ଥିବ, ଶୁଖିଲା ପାଗ ଥିବ, ଖରା ପାଗ ଥିବ, ଯୋଉ ଉଦ୍ଦେଶ୍ୟରେ ଆମେ ଯାଉଅଛୁ ତାହା ଯେପରି ସାର୍ଥକ ହେଇପାରିବ, ସେଥି ନିମନ୍ତେ ପ୍ରାର୍ଥନା କରିବା। ଏ ସମସ୍ତ ବିଷୟ ନେଇ ପ୍ରାର୍ଥନା କରିବେ ବୋଲି ମୁଁ ଅନୁରୋଧ କରୁଛି। ଆମମାନଙ୍କର ଅତି ପ୍ରିୟ ପ୍ରଭୁଙ୍କର ଦାସ ତାବରଣା ମଣ୍ଡଳୀର ଡିକନ ହସେ କରାଟ ସାର୍ଙ୍କୁ ଅନୁରୋଧ କରୁଛି, ଆଉ କରାଟ ସାର୍ ସମ୍ମୁଖକୁ ଆସିବେ, ଏ ସମସ୍ତ ବିଷୟ ନେଇ ପ୍ରାର୍ଥନା କରିବେ। ଆଉ କରାଟ ସାର୍ଙ୍କ ପ୍ରାର୍ଥନା ସରିଲା ପରେ ଆଶ୍ରୟଗଡ଼ ମଣ୍ଡଳୀର ଅଭିଷିକ୍ତ ଡିକନ ସାର୍ ଅଛନ୍ତି, ଆଉ ରେଭରେଣ୍ଡ ରାଉଳ ସାର୍ ଆଦର୍ଶ ପ୍ରାର୍ଥନା ଏବଂ ଆଶୀର୍ବାଦର ପ୍ରାର୍ଥନା କରିବେ। ତାପରେ ଆମେ ଆଜିର ପ୍ରାତଃକାଳ ଉପାସନାକୁ ଶେଷ କରିବା। ଆସନ୍ତୁ ପ୍ରାର୍ଥନା କରିବା।